নম্র হয়ে যদি প্রার্থনা করিবা, এমিতি প্রার্থনা করিলে ହେବ ନାହିଁ। ପ୍ରାର୍ଥନାର ଅର୍ଡର ମାରିବା ବନ୍ଦ କରନ୍ତୁ। ପ୍ରାର୍ଥନା ଯାଇକରି ଧନ୍ୟବାଦ ପ୍ରଭୁ ତୁମ ନୂଆ ଦିନ ଦେଇଛୁ, କରିଦିଅ, ମା କର, ବାପା କରିଦିଅ, ସୁଧ ଯୀଶୁଙ୍କ ନାମ ଆଉଛୁ, ଆମେ ଏମିତି ନାହିଁ, ଏମିତି ନାହିଁ, ଏମିତି ନାହିଁ। ଷ୍ଟପ୍ କରନ୍ତୁ ଏଟା ନାହିଁ ପ୍ଲିଜ। ପ୍ରାର୍ଥନା କରିବା ପୂର୍ବରୁ ପ୍ରଥମେ ଟିକେ ଜାଣନ୍ତୁ ଆପଣ କାହା ପାଖକୁ ଯାଇଛନ୍ତି। ଆଚ୍ଛା, ଗୋଟେ ସିମ୍ପଲ କଥା କହୁଛି। ମୋ ପାଖକୁ ମନେକର ଆପଣଙ୍କୁ କିଛି କାମ ହେଲା, ଆପଣ ଆସିଲେ କଥା ହେବା ପାଇଁ ବା ଫୋନରେ କଥା ହେବା ପାଇଁ ଚାହିଁଲେ, ଆପଣ ସବୁ ପ୍ରେସିଡେଣ୍ଟ ଭଲ ଅଛନ୍ତି, କେମିତି ଅଛନ୍ତି, ଆମେ ଆସିଲେ ଧନ୍ୟବାଦ, ଏମିତି କେବେ ହେବ କି? ହେବ ଏମିତି କେବେ? ମଣିଷ ସହିତ କଥା ହେଲେ ଆମେ ଟିକେ ଭାବି ବିଚାରି କଥା ହଉ। ଏଇଟା ବାବୁ ନା ଏଇଟା ଝିଅ, ଏଇଟା ଆଜ୍ଞା ନା ଏଇଟା ପାଷ୍ଟର ଆଜ୍ଞା, ନା ଏଇଟା ଚାକିରିଆ ନା ବେପାରୀ ଲୋକ ନା କେମିତି ଲୋକ, ଆମେ ଜାଣୁ ପ୍ରଥମେ, ରାଇଟ୍? ତାପରେ ଆମେ ତଦନୁସାରେ କଥା ହେଇଥାଉ। ସୋ ଫର୍ଷ୍ଟ ଅଫ ଅଲ୍ ପ୍ରେୟର କରିବା ପୂର୍ବରୁ ଦୟାକରି ଜାଣନ୍ତୁ ଆପଣ କାହା ନିକଟକୁ ଯାଉଛନ୍ତି। ଇଟ୍ ୱିଲ୍ ରେଭଲ୍ୟୁସନାଇଜ ୟୋର ପ୍ରେୟର ଲାଇଫ। କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଦେବ ଆପଣଙ୍କ ଜୀବନରେ। ଆଜ୍ଞା, ସେ ସର୍ବଶକ୍ତିମାନ, ସେ ମହାମହିମ, ତାଙ୍କଠାରେ କୌଣସି ବିଷୟ ଅସମ୍ଭବ ନାହିଁ। ସେ କିଛି ମଧ୍ୟ କେବେ ମଧ୍ୟ କରିପାରନ୍ତି। ଏପରି ଭୟଙ୍କର ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟକୁ ଆପଣ ଯାଆନ୍ତି। ଯିବା ପୂର୍ବରୁ ଟିକେ ଚିନ୍ତା କରିକି ଯଦି ଯିବେ, ଆପଣ ମନ ଇଚ୍ଛା କହିପାରିବେ ନାହିଁ କିଛି ବି। ଶବ୍ଦ ବାହାରିବ ନାହିଁ, ଜାଣନ୍ତି ତାଙ୍କ ଚରଣକୁ ଗଲେ। ଏଣୁ ଯିବା ପୂର୍ବରୁ, ପ୍ରାର୍ଥନା ପୂର୍ବରୁ ମୁଁ 5ଟି ପଏଣ୍ଟ ସର୍ଟଲି କହୁଛି କଣ କଣ କରିବା ଦରକାର, ତାପରେ ପ୍ରାର୍ଥନା ସମ୍ବନ୍ଧୀୟ କିଛି କଥା ମୁଁ କହିବି। ପ୍ରାର୍ଥନା ପୂର୍ବରୁ ପ୍ରଥମ କଥା ଜାଣନ୍ତୁ କି ମୁଁ କାହା ପାଖକୁ ଯାଉଛି, ସେ କିଏ ଅଟନ୍ତି, ମୁଁ ତାଙ୍କୁ କେତେ ଜାଣିପାରିଛି। ପ୍ରଭୁ ଯୀଶୁ ପ୍ରାର୍ଥନାରେ ଶିଖାଇଲେ, କଣ ଶିଖାଇଲେ? କିପରି ପ୍ରାର୍ଥନା କରିବ ଶିଖାଇଲେ। ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା। ଇଟ୍ ମିନ୍ସ ପ୍ରାର୍ଥନା କରିବା ପୂର୍ବରୁ ଜାଣନ୍ତୁ, ସେ ଯେତିକି ପାୱାରଫୁଲ ହେଉଥାନ୍ତୁ ନା କାହିଁକି, ସେ ଯେତିକି ପବିତ୍ର ହେଉଥାନ୍ତୁ ନା କାହିଁକି, ସେ ଯେତେ ମହାପରାକ୍ରମୀ ହେଉଥାନ୍ତୁ ନା କାହିଁକି, he is actually, ସେ ଅଟନ୍ତି at that very same time, oh he is my heavenly father, ସେ ମୋ ବାପା ଅଟନ୍ତି, ସେ ମୋ ପିତା ଅଟନ୍ତି। ମୋର ମନେ ହଉଛି ସେ ଦିନ ଗୁଡ଼ିକ ଯେବେ ପ୍ରଭୁ ମତେ ଏ ବିଷୟ ସବୁ ଶିଖେଇବାକୁ ଲାଗିଲେ। ଆଜ୍ଞା, ପ୍ରାର୍ଥନା କରିବା ପୂର୍ବରୁ ଯଦି ଜାଣିଯିବେ ଆପଣ ଯୋଉ ପିତାଙ୍କ ପାଖକୁ ଯାଉଛନ୍ତି, ଯେଉଁ ପିତା ଆପଣଙ୍କୁ ଜଗତର ପତନାବଧି ପୂର୍ବରୁ ସୃଷ୍ଟି କରିଛନ୍ତି, ମନୋନୀତ କରିଛନ୍ତି, ସେ ଆପଣଙ୍କ ପାଇଁ ମଙ୍ଗଳମୟ ଅଟନ୍ତି। ତାଙ୍କର ଯୋଜନା ଆପଣଙ୍କ ପାଇଁ ମଙ୍ଗଳ ଅଟେ, ତାଙ୍କ ସଂକଳ୍ପ ଉତ୍ତମ ଅଟେ। ତାଙ୍କ ପାଖକୁ ଏଇ ଭାବ ନେଇକି ଯଦି ଯିବେ, ଆପଣଙ୍କର ପ୍ରାର୍ଥନା ଚେଞ୍ଜ ହେଇଯିବ। ଯାହାର ପ୍ରାର୍ଥନା ଚେଞ୍ଜ ହେବ ତାର ଜୀବନ ଚେଞ୍ଜ ହୁଏ। ବାପାଙ୍କ ପାଖକୁ ଯାଉଛି ବୋଲି ଭାବନ୍ତୁ, ବାପାଙ୍କ ପାଖକୁ ଯାଇ କଥା ହେବା ପାଇଁ ଚେଷ୍ଟା କରନ୍ତୁ, ରିଲେସନକୁ ବନାନ୍ତୁ, ସମ୍ପର୍କକୁ ବନାନ୍ତୁ ପ୍ରଥମେ। ଆଚ୍ଛା ସାର୍, ଏଇ ଦିନ ମାନଙ୍କରେ ହେଉନାହିଁ ବୋଲି ମୁଁ ଭାବୁଛି। ପୂର୍ବ ଦିନ ମାନଙ୍କରେ ସାହି ଗୁଡାକୁ ଆସିଥିବେ, ଦାଣ୍ଡ ଦ୍ୱାରକୁ ଆସି ମା ବାପା, ସେମାନେ କିଏ ଆଜ୍ଞା? ଆଚ୍ଛା, ମତେ ଗୋଟେ କଥା କୁହନ୍ତୁ, ସେମାନେ ଆମ ମାଙ୍କୁ କଣ ଡାକିଲେ? ଆଚ୍ଛା, ଆମ ବାପାଙ୍କୁ? ହଁ, ତ ସେମାନେ ଆମର ଭାଇ ଭଉଣୀ ଅଟନ୍ତି କି? ଆଜ୍ଞା, ଅଟନ୍ତି? କେବେ ବି ନାହିଁ। ଆମ ମା ତାଙ୍କୁ ଜନ୍ମ କରିଛନ୍ତି, କିନ୍ତୁ ସେମାନେ ମାଙ୍କୁ କଣ ଡାକୁଛନ୍ତି, ବାବାଙ୍କୁ କଣ ଡାକୁଛନ୍ତି? ଶୁଣନ୍ତୁ, ଦୟାକରି ଆଉ ବୁଝନ୍ତୁ, ଆମେ ତାଙ୍କୁ ତାଙ୍କ ପୁତ୍ର ଆଉ କନ୍ୟା ହେବାରୁ ତାଙ୍କୁ ମା ବାପା ବୋଲି ଡାକୁଛୁ, ବାପା ବୋଲି ଡାକୁଛୁ ନା ଆଉ କିଛି ହୋଇଥିବାରୁ ନିଜ ଆବଶ୍ୟକ କେବଳ ମେଣ୍ଟି ଯାଉ ବୋଲି ବାପା ବୋଲି ଡାକୁଛୁ? ଆମେ କେଉଁ କ୍ୟାଟେଗୋରୀରେ ଅଛୁ? ଦୟାକରି ବୁଝନ୍ତୁ ଭାଇ ଭଉଣୀ ମାନେ, ସେ ଆମ ବାପା ଅଟନ୍ତି, ଆଉ ସେ ଆମର ସବୁ ବିଷୟ ଜାଣନ୍ତି। God knows the every single details of your life. That is the God I know. এই প্রভুଙ୍କୁ ଆପଣ ଜାଣନ୍ତି। ବାପାଙ୍କ ପାଖକୁ ଯାଉଛି, ସେ ରିଲେସନକୁ ଚାହାନ୍ତି।
ଆମେ ତାଙ୍କ ପୁତ୍ର ପରି ହେଉ ସତ୍ୟରେ ଏଇଟା ସେ ଚାହାନ୍ତି। ସେ ତାଙ୍କୁ ଫିଲ୍ ହେବା ଦରକାର ଯାହା ହଉ ଆସିଲା ମୋ ପୁଅଟେ ମୋ ଝିଅଟେ, ତାଙ୍କୁ ଲାଗିବା ଦରକାର। ଭିକାରୀ ଆସିଲା ଆମେ କଣ କହିବା? ଏଇଟ୍ରେ ପଳେଇ ଆସିଲା ଗଲା, ତାକୁ ବାହାର କର ନହେଲେ ପୁଞ୍ଜେ ଦେଇଦିଅ। ଆଜି ସତ୍ୟରେ ଆମ ସ୍ୱର୍ଗସ୍ଥ ପିତା ଆମକୁ ଅନାଇ କଣ ଭାବୁଛନ୍ତି? ବଡ ପ୍ରଶ୍ନ ପଚାରିବା ଦରକାର ଆମେ ନିଜକୁ। ମୋ ପୁଅ ଆସିଲା ବୋଲି ଭାବୁଛନ୍ତି ନା ଆଉ କିଛି ଭାବୁଛନ୍ତି? So before prayer, number one thing, ଜାଣନ୍ତୁ ଆପଣ କାହା ନିକଟକୁ ଯାଉଛନ୍ତି ଆଉ ସେ କିଏ ଅଟନ୍ତି। ସେ ଆପଣଙ୍କ ପିତା ଅଟନ୍ତି, ପ୍ରେମିକ ପିତା ଅଟନ୍ତି। ସେ ଆପଣଙ୍କର ପାଳନକାରୀ ଅଟନ୍ତି। ସେ କେବେ ଆପଣଙ୍କର ଅମଙ୍ଗଳ ଚାହାନ୍ତି ନାହିଁ। ସେ ସର୍ବଦା ମଙ୍ଗଳମୟ ଅଟନ୍ତି। ହାଲେଲୁୟା। ନମ୍ବର ୱାନ୍, ଜାଣନ୍ତୁ ସେ ପିତା ଅଟନ୍ତି। ଏହା ଜାଣିବା ପରେ ପ୍ରେୟର କରନ୍ତୁ। ନମ୍ବର ଟୁ, ପ୍ରାର୍ଥନା କରିବା ପୂର୍ବରୁ ଯୀଶୁ ଯେପରି କହିଲେ, ଫାଇଣ୍ଡ ଆ ଲୋନଲି ପ୍ଲେସ୍, ଗୋଟେ ସ୍ୱତନ୍ତ୍ର ଜାଗାକୁ ଯିବା ପାଇଁ ଚେଷ୍ଟା କରନ୍ତୁ। ଏବେ ଆପଣ ମାନେ କହିବେ, ସର୍ ଆମର ବଡ ଘର ନାହିଁ, ଆମର ଏକ୍ସଟ୍ରା ରୁମ୍ ନାହିଁ, ଆମେ ଗୋଟିଏ ରୁମ୍ରେ ରହୁ, ଆମେ କରିପାରିବୁ ନାହିଁ। ଆଇ ଏମ୍ ଆଗ୍ରି, ମୁଁ ରାଜି, କିନ୍ତୁ କରିହେବ। କହିବା କଥା ନାହିଁ, ଆମର ମଧ୍ୟ ଘର ନଥିଲା, ଷ୍ଟିଲ୍ ଘର ଗୋଟେ ଅଛି, ଆମେ ରହୁନାହୁଁ ସେଠି, ଯେ ଯାହାର ବାହାରେ ରହୁଛୁ। ଆମର ବି ଘର ନଥିଲା। ସମସ୍ତେ ଶୋଇବା ସମୟରେ ମୁଁ ଉଠିବାର, ରୋଷେଇ ରୁମ୍ରେ ପ୍ରେୟର କରିବାର, ଯେମିତିକି ଡିଷ୍ଟର୍ବ ନ ହୁଏ। ଏସବୁ କହିବାକୁ ମୁଁ ଚାହୁଁନାହିଁ, କିନ୍ତୁ ଯେଉଁମାନେ ଏକ୍ସକ୍ୟୁଜ କରନ୍ତି ନା, ଅଯଥା ବାହାନା ହେବନି ବୋଲି, ସେମାନଙ୍କୁ ମୁଁ କହୁଛି, ଆପଣ ଚାହିଁବେ ଆଜ୍ଞା, କିଏ ମନା କରିପାରିବେ? No one has the power to stop your destiny. କାହାର ପାୱାର ନାହିଁ ଆପଣଙ୍କୁ ଅଟକେଇ ପାରିବା ପାଇଁ। ଆପଣ ଚାହିଁବେ କରିବା ପାଇଁ, କିଏ ମନା କରିପାରିବେ? କରୁନାହିଁ କହିବେ, ହେବ ନାହିଁ। ପ୍ରଭୁ କାହିଁକି କହିଲେ ସେଟା ଆମେ କେତେ ବୁଝିଲେ? ପ୍ରଭୁ କହିଲେ ଗୁପ୍ତ କୋଠରୀକୁ ଯାଅ, ତ ନାହିଁ ଆମେ କୁଆଡେ ଯିବା? ବନେଇବାକୁ ପଡିବ ସେ ମାହୋଲ। ଗୁପ୍ତ କୋଠରୀ ମାନେ ଡିଷ୍ଟର୍ବାନ୍ସେସ୍ ନ ହେବା ଦରକାର, ରାଇଟ୍? ଏଟା ଗୋଟେ ଗୁପ୍ତ କୋଠରୀ। ଆପଣ ଆଉ ପ୍ରଭୁ ସେଠି ହଜିଯିବା ଦରକାର। ତାହା ବାହାର ଦୁନିଆ ବି ହେଇପାରେ, ଏକଲା ଜାଗା ଯୋଉଠି ଆପଣ ଏକାକି ରହିପାରିବେ, ସେଇ ଜାଗାକୁ ଚେଷ୍ଟା କରନ୍ତୁ, ସେଇ ଟାଇମିଂଟା ଫିକ୍ସ କରନ୍ତୁ। ଦିସ୍ ଇଜ ନମ୍ବର ୱାନ୍ and number two, and number three ହେଉଛି, ପ୍ରାର୍ଥନା କରିବା ପୂର୍ବରୁ calm your mind, ଧ୍ୟାନ ଦେବେ, ନହେଲେ ଆପଣଙ୍କ ପ୍ରାର୍ଥନା ୱେଷ୍ଟ ହେଇଯିବାର ସମ୍ଭାବନା ଅଛି। ନମ୍ବର ଥ୍ରୀ, ନିଜ ମନକୁ ସୁସ୍ଥିର କରନ୍ତୁ। ହଡବଡିରେ ପ୍ରାର୍ଥନା କରାଯାଏ ନାହିଁ ନା। ପ୍ରାର୍ଥନା ଆଜ୍ଞା, ଆପଣ ଯାହାକୁ ପ୍ରେମ କରନ୍ତି ତାକୁ ଫୋନ କର, ନାହିଁ 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 ନାହିଁ, ସେ କହିବ ସବୁ କାମ ସାରି କଲ କର। ସୁସ୍ଥିର ହୁଅନ୍ତୁ, ମାଇଣ୍ଡକୁ କାମ ରଖନ୍ତୁ। ଯଦି କିଛି କାମ କରିବାର ଅଛି ସାରି ଦିଅନ୍ତୁ କାମ, ତାପରେ ବସନ୍ତୁ, ନହେଲେ ପ୍ରାର୍ଥନା କଲା ପରେ କାମ କରନ୍ତୁ। ମାଇଣ୍ଡ ସୁସ୍ଥିର ହବା ଦରକାର। ଆପଣ ତାଙ୍କ ପ୍ରେଜେନ୍ସକୁ ଯେ ଯାଏ ଫିଲ୍ କରିନାହାନ୍ତି, ଲିଟରାଲ ପ୍ରେୟର ନ ବାହାରିବା ଦରକାର। ଏଣ୍ଡ ସେଟା ହେବା ପାଇଁ ହେଲେ ଆପଣଙ୍କୁ ସ୍ତୁତିରେ ଟିକେ ସମୟ ବିତେଇବାକୁ ପଡିବ। ଦେଖନ୍ତୁ, ଆଣ୍ଠେଇ ଯିବେ, ଚଲେଇଥିବେ ଆପଣଙ୍କର ପ୍ରେଜ ଦ ଲର୍ଡ, ହାଲେଲୁୟା, ସ୍ତୁତି हो, महिमा हो, प्रभु जी तेरी तारीफ हो खुदा। 2-3 ମିନିଟ୍ ଏତିକି କଲା ବେଳକୁ ସେ ଓହ୍ଲେଇ ଆସିବେ ଆଜ୍ଞା। ତାଙ୍କ ଉପସ୍ଥିତି ସ୍ତୁତି ପ୍ରଶଂସାରେ ଥାଏ। ଆଉ ଯେତେବେଳେ ସେ ଆସନ୍ତି, ତାହାର ମଜା ଆଉ କୋଉଠି ନାହିଁ। ଏଥିପାଇଁ ପ୍ରାର୍ଥନା କରିବା ପାଇଁ ହଡବଡି ହୁଅନ୍ତୁ ନାହିଁ, ବସନ୍ତୁ। ଅନେକଙ୍କର ପ୍ରାର୍ଥନା ସମୟ 10 ମିନିଟ୍, 15 ମିନିଟ୍, 20 ମିନିଟ୍, ଅଧଘଣ୍ଟାରେ କାହିଁକି ସୀମିତ ହେଇଯାଇଛି ବୋଲି କହିଲେ, ସେମାନେ ଆକ୍ଚୁଆଲି ଭାବନ୍ତି ଆମେ ମେଣ୍ଟେନ୍ କରୁଛୁ। ତାହା ସେହିପରି ମେଣ୍ଟେନ୍ କରିବା ବିଷୟ ନୁହଁ। ପ୍ରାର୍ଥନା ମାନେ ପ୍ରେମିକ ପିତାଙ୍କ ସହିତ ସମୟ କ୍ଷେପଣ ଅଟେ। ତ ତାଙ୍କୁ ସତରେ ଫିଲ୍ କରିବା ଦରକାର। ଆପଣ ମତେ କଲ୍ କରିବେ, ମୁଁ ଆପଣଙ୍କୁ କଲ୍ କରିବି, ମନେ କରନ୍ତୁ। ଆପଣଙ୍କ ଫୋନ ଯଦି ବାହାରେ ଥିବ, ନେଟୱାର୍କ ବାହାରେ, ସେଠି ଗୋଟେ ମ୍ୟାଡାମ ରୁହନ୍ତି, ହବା ଦିଦି ନା କଣ, ସେ ଜାଣିନି, ସେ କଣ କୁହନ୍ତି,
कौन कहते आपण जो नंबर को कॉल करिसेंती से वर्तमान नेटवर्क कवरेज एरिया बाहर अच्छे राइट जा हो मते ड्यूटी मिलला भल लगुच से कहूची बोले मु निर्बोध हाँ मैडम टिके सार को दे दियंतु एमती हबो केबे अनेकंकर आत्मिक स्थिति सेमती जदि आपण मते मते बुझी पारुछन्ती मो शब्द को अनेकंकर आत्मिक जीवन एमती से माने रिंग करि दियंती ऊपर को कॉल रिसीव माने कॉल नेटवर्क ही न थाउछ कनेक्ट हो नै एपटे आके कथा ही सारी दियंती भाबुछन्ती आमे कथा ही सारिलो प्रार्थना करछ सर आपण को ना प्लीज बिनेश बिनेश बी बी फॉर बॉम्बे ओके बिनेश फ्रॉम बॉम्बे थैंक यू मन कर बिनेश को मु कॉल करली तांको फोन लागिला किंतु से व्यस्त अछन रिसीव कले नै तो फोन रिंग होथि भी मु कथा ही परिबि कि हां एति की सेंस हमको अछि आज्ञा केबे केबे मध्य लाइफ रे थोरुटिए पई आपण एकांत रे बसिछंती मु डेली मागुची प्रभु को जे से सुनुछंती ना सुनुनांती कानुछंती से आसिलारो मागिली ना मु जाउची मागिबार अछि बोले मागी दउची जानंती प्रार्थना को एक व्यक्ति जदि बुझिबो ओहो तारो सबु चेंज हो जेबो सबु entire life and future and family change हो जेबो that is the secret power of prayer सर मते कहंतु केमते मु कहूची बोली सब चेंज जबो बोली कहिले हम प्रभु ठारे ज्ञानी कि अटंते तांगो ठारे ज्ञानी तांगो ठारे बुद्धिमान तांगो ठारे नम्र तांगो ठारे अधिक पवित्र तांगो ठारे पावरफुल कहि अटंते अच्छा विनेश क्या आपण मनकर बहुत ज्ञानी बहुत प्रेमिक बहुत उत्तम बहुत पवित्र दी बेस्ट मनुष्य पर्सन अटंती बंदा पर्सनालिटी आपणकर से मो प्रतिदिन आपण को पाखक आसुची सकाळ आसुची संजय बेला आसुची मिसुची आपण को आपणकर जो नेचर अछि उत्तमतार नेचर गुण कोन तांकर नेचर मते टिकेले प्रभाव पकेबो कि नै मो आड़ को आसीबो कि नै मु डेली मिसिबे तांगो सहित मास मास वर्ष वर्ष सर आसीबा कथा कि नै साधारण भाबे भाबिले डेफिनेटली इच्छा न करले भी टिके तो प्रभाव पड़िबो बस जंत सुन दो जो माने प्रार्थना करूछन्ती भाबुछन्ती बड़ शॉकिंग ट्रुथ कहूची आपण दुख करले वेलकम दुख करि पारिबे जदि निजरो करिवे धन्य होई जीवो जीवन आपनकर जदि मु एबे पचारिबे आपण को आपण माने प्रेयर करूछन्ती कि डेफिनेटली 90% हाथ उठेबे मु भाबुछि वेरी गुड भलो कथा तेबे मोर बड़ प्रश्न एक मनुष्य सहित प्रतिदिन समय क्षेपण करिले तार स्वभावर प्रभाव हमको देखा जाए आम ठारे देखा जाए व्हाट अबाउट गॉड व्हाट अबाउट गॉड सेवा नम्र सेवा पवित्र सेवा सर्वशक्तिमान सेवा आनंदर स्रोत केउठी आमे नम्र हेलु केउठी आमे आनंद जीवन पाउछु केउठी आमे तांकरी स्वभाव आम ठारे कोन देखा जाय छ आज्ञा and we people are thinking that I pray daily really please change your mindset renew होंतु आजे प्रार्थना को साधारण भाव रे नियंतु नहीं एंड ता हेबा को हेले आपन को काम हेबा को पड़िबो सुस्थिर हेबा को पड़िबो अरे मु जाउची का पाखो को मु तांको केते अनुभव करलिनी एटा कोन 10 मिनिट रे हिजबो 10 मिनिट भी लागुनी किछ लोकंकर प्रेयर सरी जाउची प्रथम कथा कोन करिबा दरकार बिफोर प्रे केही मने रखिछन्ती जोर से कहि परिबे वेरी गुड आमे कहा पाखो को जाऊ छु ताहा जानंतु मन पकांतु पर प्रेयर आरंभ करंतु नंबर 2 आगे हाँ पृथक स्थान निरला स्थान टिके चयन करंतु
ତାହା ଯଦି ନାହିଁ ତେବେ ଥ୍ୟାଙ୍କ ଗଡ୍ ବୋଲି ଭାବନ୍ତୁ ନାହିଁ, ବନାନ୍ତୁ ସେମିତି ମାହୋଲ ବନାନ୍ତୁ। ଦେଖନ୍ତୁ जब तक जे जाए आपण एक्सक्यूज करूथिबे ना, आपण जानि रखंतु आपण स्पिरिचुअल हेई पारि नांती बा स्पिरिचुअलिटी को बुझी पारि नांती। आत्मिकता रे बहाना रुहे नहीं, आत्मिकता रे आज्ञाबहता थाए। जदि प्रभु कहिसंती माने मु ताहा करिवि, दैट्स इट। एटा होटे आत्मिकता। पोरे सुविधा हले नाय आज्ञा, आत्मिकता सुविधा को केबे देखे नाही, आत्मिकता परिवेश को केबे देखे नाही। आत्मिकता इज टू डू विथ ओबीडिएंट। आपण जदि आत्मिक अटंती आपण आज्ञाकारी अटंती, जदि आपण आज्ञाबह नहंती आपण आत्मिक नहंती। एटा 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 जानि रखंतु। याकू कोन कहबा, याकू गोटे प्रवाद बनांतो लाइफ रो। जदि आपण को लागुची आपण स्पिरिचुअल, पचारंत मो आज्ञाबह अटे कि नाही। जदि आपण आज्ञाकारी नहंती आपण स्पिरिचुअल नहंती, जानि रखंतु एटा। हालेलुया। 3 नंबर कोन, बिफोर प्रेयर कोन करिवा पड़िबो, सुस्थिर पूरा काम होंतो, पूरा काम कूल कि कूल हुओ बोली कहू ना। मैं अन्य मान को समय किस समय बिफोर प्रेयर निजे टे शांत हो। हालेलुया। एटा एटा बहुत बहुत हेल्प करिवो, आपण को बहुत हेल्प करिवो। नचेत आपण को प्रार्थना 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 पर हेबो नै, आपण निजे परीक्षा करंतु। प्रेज द लॉर्ड। एंड नंबर 4, समस्त डिस्ट्रैक्शंस को दूर करंतु। प्रेयर करिवा पूर्वरु मोबाइल ऑफ करंतु। मु कहबी मोबाइल न देखी बा मोबाइल को पाखरे रखी प्रेयर न करिले भलो। जदि कांथ घंटा अछि एमती तो ताहारी सहारा नियंतु। मोबाइल अच्छी बोली भूलिक जीवाटा भलो से टाइम रे। कहीं माने सेही टाइम रे ही मने पड़िबो, कॉल मने पड़िबो, मेसेज कथा मने पड़िबो, व्हाट्सएप कथा मने पड़िबो, इत्यादि झमेला मने पड़िबो, बा कॉल आसी भी पारे, रिंगटोन बाजी पारे नाही। मोबाइल किछि नाही ईश्वर को सानिध्य तो ना। आपण को मोबाइल आपण को प्रार्थना को डिस्टर्ब करी रखी छे आज जाए, हटांतु ता। बिफोर प्रेयर जदि कौन सी डिस्ट्रैक्शंस रो विषय रखी छंती पाखरे बा माहौल रो छंती, सेटो हटि जांतु। कौन सी आवाज आपण को न सुभा जिबा दरकार। ट्राई करंतु, एटा बहुत ट्राई करंतु। काहे कि मनुष्यर गठन केमिति बोली कहिले, जदि कोन एबे मो प्रचार मन कर करूची, मन कर किछ आवाज आछी माने ताहा मते इंपैक्ट पकाए पकाए कि नहीं, डेफिनेटली पकाए। से भावंतु परमेश्वर को सहित आम कथा होचे, सेते बेले अन्य आवाज आसले अधा माने हमर जेतिकी परसेंटेज अछि प्रभु को देबा पई तार किछि भाग सेपड़ को जीवो कि नहीं, तो सीधा हबा को दियंतु नहीं। कौन सी डिस्ट्रैक्शन जदि अछि हटांतु सेटा। प्रेज द लॉर्ड। नंबर 5, प्रार्थना मूल प्रार्थना आरंभ हवा पूर्वरु आत्म समीक्षा करंतु, बहुत ही जरूरी अटे। आत्म समीक्षा काहे कि जरूरी बोली कहिले, मु कहिबी प्रार्थना पॉइंट्स रे कहिबी आत्म समीक्षा काहे कि जरूरी बोली कहिले, परमेश्वर प्रार्थना सुनिबा पूर्वरु, आम प्रार्थना सुनिबा पूर्वरु से आम ठारू पवित्रता को इच्छा करंती। पापर सहित प्रार्थना से शुणती नहीं, स्पष्ट लेखा अछि जोहन रे पुणी जिसाय रे। एणु प्रार्थना करिबा पूर्वरु एकांत रे बसंतु, मने पकांतु विगत दिन मानकर मोर जीवन किपरि थिला, मु प्रभुଙ୍କ सहित केमिति थिली, दुनिया रे केते थिली। मते सुनुचंदी, मोबाइल सहित मोर संपर्क केमिति, बाइबल सहित संपर्क केमिति, मो कथा भाषा केमिति थिला, मो देखिबा केमिति थिला, मो सुनिबा कोन थिला, मो केउ स्थान को जाईथिली। एग्जामिन योर लाइफ फर्स्ट बिफोर प्रे। परीक्षा करंतु अपना जीवन को। जदि किछि भूल देखुछंती प्रभु को कहंतु, प्रभु आई एम रियली सैड एंड आई एम रियली सॉरी, क्षमा मागंतु, परिष्कृत होंतु। परिष्कृत जीवन हृदय सहित गोटे शब्द बापा यथेष्ट अटे, यथेष्ट अटे। हालेलुया।
प्रेज द लॉर्ड एटा थिला प्रार्थना पूर्व नॉर्मली पांचटी विषय आमे निहाती करबा दरकार कोन कोन मु जानि परिबे कि कोइ परिबे एक वेरी गुड दुई तीन जोर से तीन सुस्थिरता वेरी गुड चार समस्त डिस्ट्रैक्शंस ओडिया कौन हम प्रतिबंधक ना कौन हम ओडिया ठीक है हाँ ओके पांच समीक्षा करिवे आत्म समीक्षा न करी प्रार्थना करिवे नहीं केबे हालेलुया प्रेज द लॉर्ड प्रभु को लक्ष्य माने एटा थिला प्रार्थना पूर्वरु किछि विषय निहाती करबा दरकार तेबे प्रार्थना संबंधी किछि कथा मु कहिबे बहुत ध्यान पूर्वक सुनबे नंबर 1 पृथ्वी प्रलय हेले मध्य प्रार्थनार समय काकु देबे नाही तार पॉइंट होची फिक्स योर प्रे टाइम नंबर 1 पॉइंट लिखंतु टाइम फिक्स करंतु पढिबा प्रेरित 3 बाहर करले एक पढ़ले यस 3 1 प्रेरित 3 1 पितर ओ जहन मंदिर को जाउथिले प्रार्थनार गोटे निर्दिष्ट समय पितर मेंटेन करूथिले हालेलुया प्रार्थनार गोटे निर्दिष्ट समय आपनकर हो जते बेले भी हो किंतु मु टिके हेल्प करबी प्रार्थनार मिनिमम 2-3 टाइम रखंतु आपण माने अछंदी हालेलुया प्रथमे प्रार्थनार टाइम फिक्स दानिएल कथा मने करंतु चिंता मन राणुंतु 120 गोटी प्रदेश उपरे प्रभु ताको नियुक्ति देइछंती किंतु प्रार्थना बंद नाही कौन चैलेंजिंग कथा आज्ञा 120 गोटी राज्य उपरे नियुक्ति प्राप्त व्यक्ति दिन को 3 थर माय गॉड आमे किछि न हो कंपेयर टू दानिएल किछि न हो प्रार्थना मध्य नाही एपरि होंतु नाही आपण चाहिबे तो प्रेयर करि परिबे टाइम फिक्स करंतु से टाइम मु कहिबा पई चाहे मॉर्निंग रे उठो जदि फ्रेश हेबार आदत अछि बढ़िया जदि परे हे परिबे किछि इशू नाही प्रथम काम प्रेयर आउ गोटे भलो कथा ध्यान देबे ओडुआ लागि पारे किंतु क्लैरिफाई हेबा को इच्छा मीटिंग पर मिसी पारंती उठो व्यक्तिगत प्रार्थना केवल निज पाई करिवे सेठी काहा को इंक्लूड करिवे नाही इंक्लूडिंग योर फैमिली मेंबर्स कहीं आज्ञा एटा मु आशा कर आपण माने बुझिबे प्रथमे निज पाई निजको बल दरकार शक्ति दरकार पवित्रता दरकार से दिन सारा आपन को बंचिवार अछि प्रभु को इच्छा जानिवार अछि यथेष्ट बल पाइवार अछि आ सेति के करिवा पाई मिनिमम घंटा टी पार हो जाए जो माने मिनिमम 1 आवर मॉर्निंग रे उठू निज पाई देबे नाही से माने केबे स्ट्रांग हे पारिबे नाही एला आपण कहबे आज्ञा मॉर्निंग रे अन्य मानक पे प्रार्थना कल असुविधा कोन किछि असुविधा नाही आपण जदि निज पाई घंटा देई पारुछन्ते दियंतु तापर जति करबा कथा करंतु किछि असुविधा नाही जदि आपण को ठीक लागोनी आपण को जीवन आपण के इच्छा मोर किछि ऑब्जेक्शन नाही बाकी आपण को लाभ कथा म कहछि सर 24 घंटा हम बाकर अछि सर 24 आवर्स वी हैव आमे घंटा देई परिबा ना निज पाई केते बेला आमे खाउछे भात दिनु थोरे थोरे खाउछे मिनिमम 3 अच्छा थोरे खाइबारे केते टाइम नउछे हमें ऑन एन एवरेज 15 to 20 मिनिट्स जदि दूरदर्शन सामने रे बसी खाइबा मु आशा करू जे एटी केही मते सेमते ना दे बोले भाबु जे मोर की औषध देखिला किछि किछि मते जात होउछ छाडंतु खाइबा पई दिनु को 3 बेला खाउछे पानी पिउछे
ଘଣ୍ଟାଟିରୁ ଉପରେ ଉର୍ଦ୍ଧ୍ୱ ହେଉଛି ନା ନାଇଁ? ଭାଇ ଭଉଣୀ ମାନେ ଏଇ ଶରୀର ମାଟି ଓଢେନା মাটি বিছনা আ মাটি ওড়না মাটি বিছনা মাটিরে ওঢ়িবা মাটি ଆମର ଗଦି ହେବ। ଏଇଟା ଆମର ଜୀବନ। ଏଇ ଜୀବନ ପାଇଁ 3 ବେଳା ସଂକି ଏତିକି ଖାଇବୁ ଆମେ। ଯୋଉ ଜୀବନ ଅନନ୍ତ କାଳ, ଯୋଉ ଜୀବନର ଅନ୍ତ ନାହିଁ ସାର୍। there is no end of our spiritual being। ତାର ଅନ୍ତ ନାହିଁ। କେବେ ଜାଣିବା ଆମେ? କେବେ ବୁଝିବା? କେତେ ଷ୍ଟ୍ରଙ୍ଗ ହେଲା ଆମର ସେଇ ଶରୀର ଯାହାକି ଆମେ ଆକ୍ଚୁଆଲି ଅଟୁ। ଶୁଣନ୍ତୁ ଭାଇ ଭଉଣୀ ମାନେ, ଆମ୍ଭେ ମାନେ ଶରୀର ନୁହଁ। ଦୟାକରି ବୁଝନ୍ତୁ, ଆମକୁ ଶରୀର ଦିଆଯାଇଛି। ଆମେ ମାନେ ସ୍ପିରିଟ ଅଟୁ, ଆତ୍ମା ଅଟୁ। we have got 2 body, one is physical, another is spiritual। ଦୁଇଟା ଶରୀର ଆମର ଅଛି। ଗୋଟେ ଏଇ ଶରୀର ଆଉ ଗୋଟେ ଆତ୍ମିକ ଶରୀର। ଏଇ ଶରୀରକୁ ଯେମିତି ଭୋକ ହେଉଛି ଆମେ ଖାଦ୍ୟ ତାକୁ ଦେଉ ବା ଖାଇଥାଉ, ପାଣି ପିଇଥାଉ, ନିଦ୍ରା ଯାଇଥାଉ, କେୟାର କରିଥାଉ। ଏହାଠାରୁ ବହୁ ଗୁଣରେ ଆମର ଆତ୍ମିକ ଶରୀରକୁ ଆମେ କେୟାର କରିବା ଦରକାର। ଯେହେତୁ ଏଇ ଶରୀର 70, 80, ବେଶୀରେ ବେଶୀ 100, 120, କିନ୍ତୁ ସେଇ ଶରୀର କେବେ ଶେଷ ହବ ନାହିଁ। ଆଉ ସେଇ ଶରୀରକୁ ବଳବାନ କରି ରଖିବା କଲେ ପ୍ରାର୍ଥନା ଦରକାର। ପ୍ରାର୍ଥନା ହିଁ ବଳ। ଓହୋ, ପ୍ରାର୍ଥନାରେ ଯାହା ମିଳେ ତାର ସବଷ୍ଟିଟ୍ୟୁଟ ନାହିଁ, ତାହା ଆଉ କେଉଁଠି ମିଳିବ ନାହିଁ। ଆଜ୍ଞା, ଏ ଫ୍ୟାନ ରେ ଏ ଲାଇଟ ମିଳିବ କି ଆମକୁ? ଦିସ୍ ଇଜ ହାଉ ଫୁଲିଶ ଦିସ୍ ଇଜ। ଲାଇଟ ରେ ଫ୍ୟାନ ମିଳିବ? ଏଠି ମୋବାଇଲ କାମ ହେଇପାରିବ? ଏଠି ମାଇକ୍ରୋଫୋନ କାମ ହେଇପାରିବ? ଏକ୍ଜାକ୍ଟଲି ପ୍ରାର୍ଥନାରେ ଯୋଉଟା ମିଳେ ସେଇଟା ଆଉ କୋଉଠି ନାହିଁ। ଦୟାକରି ଟାଇମ ଫିକ୍ସ କରନ୍ତୁ ଆଜି ଠାରୁ। ଆପଣଙ୍କର ସେ ପ୍ରାର୍ଥନା ଟାଇମ ଲୋକେ ଜାଣିବା ଦରକାର। ଏ ଟାଇମରେ ସେ କଣ କରୁଥିବ? ମାନେ ପ୍ରେୟର କରୁଥିବ। ୟେସ୍, କିଛି ଲୋକ ଜାଣନ୍ତି ମୋର କିଛି କିଛି ଟାଇମ, ସେ ଟାଇମରେ ସେମାନେ କଲ୍ କରନ୍ତି ନାହିଁ। ଆପଣଙ୍କ ସମ୍ବନ୍ଧରେ ଏମିତି ହଉ। ଆଉ ଗୋଟେ କଥା, ଲୋକେ ଜାଣନ୍ତୁ ବୋଲି ତାର ସହିତ କିଛି ଲେନା ଦେନା ନାହିଁ। ମୁଁ କହିଲି ଜଷ୍ଟ ଆପଣଙ୍କୁ ଟାଇମ ଫିକ୍ସ ହଉ। ପ୍ରଭୁ ଯୀଶୁ ଅନ୍ଧାର ଥାଉ ଥାଉ, ହାଲେଲୁୟା, ଭୋର ଥାଉ ଥାଉ। ପଢିବା ଟିକେ ମାର୍କ 1:35। ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରି ଗଲେ ଓ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ। ଶୁଣ, ଯେତେ ଫାଲତୁ ବାହାନା ଦେଖଉଛ, ରୁମ ନାହିଁ, କରିହେବ ନାହିଁ, ବାପା ମା, ସ୍ୱାମୀ ସ୍ତ୍ରୀ, ପୁଅ ଝିଅ, ଷ୍ଟପ କର। ଯୀଶୁ ଘରେ କଲେ? ଯୀଶୁକୁ ରୁମ ଅଛି? କିଛି ନାହିଁ। ଭାଇ ଭଉଣୀ ମାନେ ଦୟାକରି ସିରିୟସ ହୁଅନ୍ତୁ। ଆପଣ ଆପଣଙ୍କ ଲାଇଫ ପାଇଁ ଯଦି ସିରିୟସ ହେବେ ନାହିଁ, ଆପଣଙ୍କ ପାଇଁ ମୁଁ ସିରିୟସ ହେଇପାରିବି ନାହିଁ, କି ଆଙ୍କେ ସିରିୟସ ଆପଣଙ୍କ ପାଇଁ ଆଙ୍କେ ସିରିୟସ ହେବେ ନାହିଁ, ଆପଣଙ୍କ ପାଇଁ ତାଙ୍କେ ସିରିୟସ ହେଇପାରିବେ ନାହିଁ। ଆମ ପାଇଁ ମୋ ପାଇଁ ଆଜ୍ଞା ସିରିୟସ ହେଲେ ହବ କି? ନା ଆଜ୍ଞାଙ୍କ ପାଇଁ ମୁଁ ସିରିୟସ ହେଲେ ହବ? ମୋ ପାଇଁ ମତେ ଖାଇବାର ଅଛି, ମୋ ପାଇଁ ମତେ ଗାଧୋଇବାର ଅଛି, ମୋ ପାଇଁ ମତେ ପିଇବାର ଅଛି, ମୋ ପାଇଁ ମତେ କେୟାର କରିବାର ଅଛି। ଆପଣଙ୍କର ସ୍ପିରିଚୁଆଲ ବଡି ପାଇଁ ଆପଣଙ୍କୁ କରିବାକୁ ପଡିବ। नो वन कैन हेल्प यू। କେହି ଆପଣଙ୍କ ପାଇଁ କରିଦେଇ ପାରିବେ ନାହିଁ। ଶିକ୍ଷା ଦେଇପାରିବେ, ବୁଝେଇ ପାରିବେ, ଏନକରେଜ କରିପାରିବେ, ଅନୁଯୋଗ କରିପାରିବେ, କରିବାକୁ ଆପଣଙ୍କୁ ପଡିବ। ଯାହା ହେଲେ ବି ମୋର ପ୍ରାର୍ଥନାର ଟାଇମ ଫିକ୍ସ। ପିତର ତାହା କରୁଥିଲେ, ଦାନିଏଲ ତାହା କରୁଥିଲେ, ଯୀଶୁ ତାହା କରୁଥିଲେ। କି କଥା ଲେଖା ହେଇଛି ଆଜ୍ଞା, ଲଜ୍ଜା ଲାଗୁଛି ନିଜ କଥା ଭାବିଲେ। ଆଉ ଥରେ ଜୋରସେ ପଢି ପାରିବେ କାଇଣ୍ଡଲି? ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରି ଗଲେ ଓ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ। ପାହାନ୍ତିଆ ଥାଉ ଥାଉ, ଅନ୍ଧାର ଥାଉ ଥାଉ ଉଠିଲେ। ଆପଣ କେତେବେଳେ ଉଠୁଛନ୍ତି ଆଉ କେତେବେଳେ ଶୋଉଛନ୍ତି? ଗୋଟେ ଅଯଥା ଟ୍ରେଣ୍ଡ ହେଇଯାଇଛି। ଲେଟ୍ ନାଇଟ୍ ଶୋଇବା, ଲେଟ୍ ମର୍ଣ୍ଣିଂ ଉଠିବା। ଏଟା ଖ୍ରୀଷ୍ଟିଆନ ଲୋକ ପାଇଁ ନାହିଁ,
ବିଜାତି ଆର୍ ୱେଲକମ୍ ଟୁ ଡୁ ଦ୍ୟାଟ୍। ସେମାନେ କରନ୍ତୁ, ସରି ଆମେ କରିବାକୁ ନାହିଁ ନା। ମୁଁ ଜାଣିନି ଆପଣମାନଙ୍କ ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ କ'ଣ, ବାକି ଆଇ ହୋପ୍ କି ସେମାନେ ଜଲ୍ଦି ଶୁଅନ୍ତି, ଜଲ୍ଦି ଉଠନ୍ତି। ଆପଣମାନେ ଏଗ୍ରି ମୋ ସହିତ? ଆମ ପିତୃପୁରୁଷ ମାନେ, ଆମ ମା ବାପା ମାନେ, ସେମାନେ କ'ଣ 12ଟା 1 ଯାଏ ରୁହନ୍ତି ନାହିଁ, 10ଟା ମ୍ୟାକ୍ସିମମ୍ 11ଟା, ଆଉ ଉଠିବାଟା 4ଟା ମ୍ୟାକ୍ସିମମ୍ 5ଟା, ବେଶୀରେ ବେଶୀ ଭୁଲ ରହିଲେ 5:30 6ଟା ସୁଦ୍ଧା ତ ଦେ ଆର୍ ରେଡି। ଆଉ ଆମେ କାହିଁକି ଏମିତି? ଆମେ ଶୋଇବୁ 1 2ଟା, 12ଟା କମନ, 12ଟା ଆଗରୁ ତ ପ୍ରାୟ ନାହିଁ। ଏଇଟା ଆତ୍ମିକତା ନାହିଁ ନାହିଁ। ଯାଅ, ଯେଉଁ ସମୟରେ ଯାହା କରିବା କଥା ତାହା କରାଯାଉ। ଶୋଇବା ସମୟରେ ମୋବାଇଲ ଧରି ବସିଥିବ, ଶୋଇବା ସମୟରେ ଚାଟିଂ କରି ବସିଥିବ, ଶୋଇବା ସମୟରେ ଦେଖି ଦେଖି ବସିଥିବ, नो। ଶରୀରର ଯତ୍ନ ନେଉନାହାନ୍ତି ଆପଣ ମାନେ, ଠିକ କରୁନାହାନ୍ତି। ଯେଉଁ ସମୟରେ ଯାହା କରିବା କଥା ତାହା ଯଦି ଆପଣ ଶରୀରକୁ କରୁନାହାନ୍ତି, ଆପଣ ନିଜ ଶରୀର ପ୍ରତି ଅବିଶ୍ୱାସଘାତକ ଅଟନ୍ତି, ଅବିଶ୍ୱସ୍ତ ଅଟନ୍ତି। ଠିକ କରୁନାହାନ୍ତି ଆପଣ। ୟାକୁ କାହିଁକି ତିଆରି କରାଯାଇଛି ଆଜ୍ଞା? ୟାକୁ ଖାଇବାକୁ, ବୁଲିବାକୁ, ଚାକିରି କରିବାକୁ, ଆଉ କଥା ହବ, ହେଲ୍ପ କରିବ, ରାଇଟ୍? ଅନ୍ୟକୁ କଥା ହବାରେ ହେଲ୍ପ କରିବ, ଆଉ କିଛି ଇନଫର୍ମେସନ୍ସ ଦେବ। ପ୍ରେଜ୍ ଦ ଲର୍ଡ। ଇଏ କହିବ ନାହିଁ ମୁଁ ସେଟା କରିବି ନାହିଁ, ହେଲେ ଆର ତିଆରି କରି କିଛି କାମ ହେଇ ନାହିଁ। ପରମେଶ୍ୱର ଆମକୁ କାହିଁକି ତିଆରି କରିଛନ୍ତି, ଆଉ ଯେଉଁ ସମୟ ଦେଇଛନ୍ତି ତାହା କେଉଁଥିପାଇଁ ଦେଇଛନ୍ତି ତାହା ବୁଝନ୍ତୁ। ଶରୀରକୁ ନଷ୍ଟ କରନ୍ତୁ ନାହିଁ ଅଯଥା ଭାବରେ। ହାଲେଲୁୟା। ଆମେ ବେଶୀ ଭିତରେ ପଶିଲେ ଲମ୍ବା ହେଇଯିବ। ନମ୍ବର 1 କ'ଣ ଆଜ୍ଞା? ଟାଇମ ଫିକ୍ସ ହଉ। ପ୍ରାର୍ଥନାର ଟାଇମ ମର୍ଣ୍ଣିଂରେ କରନ୍ତୁ। ଆଉ ଶୁଣନ୍ତୁ, ଯେଉଁମାନେ ଯଦି ଫ୍ରି ଅଛନ୍ତି ଆପଣମାନଙ୍କ ପାଇଁ ଅଫର, କି ଅଫର? ପ୍ରାର୍ଥନା କରିବାର ଅଫର। ଯଦି ଫ୍ରି ଅଛନ୍ତି ଗାଧୋଇବା ପରେ ନିଶ୍ଚୟ ବସନ୍ତୁ ପ୍ରାର୍ଥନାରେ। କାହିଁକି? ଗାଧୋଇବା ପରେ ସାଇଣ୍ଟିଫିକାଲି ମାଇଣ୍ଡ କୁଲ ହୁଏ, ଫ୍ରେଶ ଲାଗେ, ଆଉ ସେଇ ସମୟ ବେଷ୍ଟ ସମୟ ଅଟେ। ସେ ସମୟ ପ୍ରଭୁଙ୍କ ପାଖରେ ବିତାନ୍ତୁ, ବହୁତ ହେଲ୍ପ କରିବ ଆପଣମାନଙ୍କୁ। ଦିସ୍ ଇଜ ନମ୍ବର 2 ଆଣ୍ଡ ନମ୍ବର 3 ଯଦି ପସିବଲ ଆପଣ ଇଭିନିଂରେ କରନ୍ତୁ, ନହେଲେ ବିଫୋର ବେଡ୍, ଶୋଇବା ପୂର୍ବରୁ ଯେମିତି ବି କରିକି ଶୁଣନ୍ତୁ। ଟାଇମ ଫିକ୍ସ ହଉ। ନମ୍ବର 1 ଯାହା ହେଲେ ବି। ଆଚ୍ଛା ଆଜ୍ଞା, ମନେକର ଆପଣ କେଉଁ କାମରେ ଯାଇଛନ୍ତି, ଲଞ୍ଚ ଟାଇମଟା ଡେରି ହେଇଗଲା, ତ ସାହାବ आप लंच करोगे या फिर ନା ମୁଁ 1 ହେଲାଣି, ଆଉ 1ରେ ଖାଇବା କଥା, 3ଟାରେ କାହିଁ ଖାଇବେନି, ଥାଉ, ନ ଖାଇ ରହିଯିବେ? ପାଣି ପୁରୀ ପଛକେ 2ଟା ମାରିଦେବେ ସିନା, ତୁନି ରହିବେ ନାହିଁ, ନହେଲେ ବିସ୍କିଟ 2ଟା, କିଛି ନହେଲେ କିଛି ତ ବସ୍ତାରେ ଭରିବେ। ହଁ, 1ର ଟାଇମ 3ଟା ହେଲା ବେଳେ ରହିଯାଉଛୁ ଆମେ ଖାଲି ବାଟରେ। ହଁ, ରାତି 11ଟାରେ ଶୋଇବାଟା 12ଟା ଯାଏ କାମ ହେଇଗଲା ବୋଲି ଆମେ ଅନିଦ୍ରା ରହିଯିବା? ଏକ୍ଜାକ୍ଟଲି। ଆତ୍ମିକ ଜୀବନ ପାଇଁ କାହିଁକି ଏଟା କରୁନାହୁଁ ଆମେ? ନା, ସ୍ପିରିଚୁଆଲ ଲାଇଫ ପାଇଁ ଆପଣଙ୍କୁ ସିରିୟସ ହେବା ଅନିବାର୍ଯ୍ୟ ଅଟେ, ନିହାତି କରିବାକୁ ପଡିବ, ଆଉ ୟାଙ୍କୁ ଧନ୍ୟବାଦ ଦେବାକୁ ପଡିବ। ହାଲେଲୁୟା। ଯେ ଅନ୍ୟର ଉଦ୍ୟାନରେ ଜଳସେଚନ କରନ୍ତି, ପରମେଶ୍ୱର ତାର ଜଳକୁ ନିଜେ ସେଚନ କରନ୍ତି। ପରମେଶ୍ୱର ଆପଣ ଦାସ ପ୍ରବୀର ମହାଶୟଙ୍କୁ ଆଶୀର୍ବାଦ କରନ୍ତୁ। କ'ଣ ଆଜ୍ଞା ଆପଣ ଏତେ ବଢିଆ ହେଲେ କେମିତି ହେବ? ବୋଲୋ ୟୀଶୁ ମହାରାଜ କି। ଫିକ୍ସ ୟୋର ପ୍ରେ ଟାଇମ। ହାଲେଲୁୟା। ଆଉ ସେଇ ଟାଇମ କାହାକୁ ଦେବେ ନାହିଁ, କେତେ କ'ଣ ହେଲେ ମଧ୍ୟ କାହାକୁ ଦେବେ ନାହିଁ ନା। ଆମେନ୍। and number 2 ପରିସ୍ଥିତି ଯାହା ହେଲେ ବି ପ୍ରାର୍ଥନା ବନ୍ଦ କରିବେ ନାହିଁ। ଯାହା ହେଇଯାଉ ପରିସ୍ଥିତି, କେତେ ଲୋକ ବିରୋଧ କରନ୍ତୁ, କେତେ ବଡ଼ ମାନେ ଖରାପ ପାଣିପାଗ ଥାଉ, ଆମର ଗୋଟେ ବଦଭ୍ୟାସ, ବର୍ଷା ହେଇଗଲେ ଶୋଇ ପଡିବୁ, ଥଣ୍ଡା ହେଲେ କମଳ ଢାଙ୍ଗି ରହିଯିବୁ, ଖରା ହେଲେ ବିରକ୍ତ ହେଇଯିବୁ, ତ କରିବ କେବେ ପ୍ରାର୍ଥନା ତମେ? ନା,
एस्टर दीदी को कथा भावंतु पूरा जिहुदी साम्राज्य विनाश हबार मुंड व्यथा तांको ऊपर अछि समस्त को मारी दिया जीव समस्ते निहत हेबे विनाश हेबे एस्तर कोन कला हां डेफिनेटली कांदिला दुख कला किंतु ता केवल दुख को दुख रे रखि नाही दुखर लोह को प्रार्थना रे तब्दील कला दैट इज व्हाट वी नीड द मोस्ट हालेलुया जेते कष्ट आसीबो आसो जेते दुख आसीबो आसो आम आंठू पातु थाओ आमको शक्ति मिलु थाओ आमे आगो को बढ़ु थबो अरे आम प्रभु शक्ति दियंती यार मागो तो दिया जीवो शक्ति मागो शक्ति पाओ दुनिया लोक देखाओ आम प्रभु प्रार्थना सुनते प्रेज द लॉर्ड हालेलुया नंबर 2 परिस्थिति जहां भी हो दानिएल को परिस्थिति कथा बाहर करंतु दानिएल 6 अध्याय तमरो 6 रु पढंतु टिके जल्दी करंतु एथिरे अध्यक्ष गण ओ खितिपाल माने राजा निकटरे एकत्र होई ताहाकु एही प्रकार कहिले महाराज दारियाबोस चिरजीवी हेउंतु राज्यर अध्यक्ष गण राजप्रतिनिधि गण ओ खितिपाल गण मंत्री ओ देशाध्यक्ष गण समस्त एकत्र मंत्रणा करी एपरि एक राजाज्ञा ओ दृढ़ निषेध विधि स्थापन करबाकू गोटिए व्यक्तिଙ୍କ विरुद्धरे के आज्ञा राज्यर अध्यक्ष गण राजप्रतिनिधि गण खितिपाल गण मंत्री गण देशर अध्यक्ष गण समस्ते जनक विरुद्धरे मंत्रणा कले आ एपरि राजाज्ञा ओ दृढ़ निषेध विधि माने कोन जो ए प्रकार विधि जाको मन्ना करा जिवो नाही जदि वंस इट मेड इट कैन नॉट बी कैंसल्ड एहा आ विरोध करा जाय पारिबो नाही अच्छा स्थापन करबाकू विचार करिसंदी जे जदि केही 30 दिन पर्यंत महाराजांक बिना अलगा कोनोसी देवता निकटरे प्रार्थना करिवे तेबे ताकू चॉकलेट बिस्कुट बिरयानी कबाब दिया जीवो महाराजा बिना जदि कौन व्यक्ति पाखरे कौन देवता पाखरे प्रणाम करेंगे प्रेयर करेंगे माने ताकू सिंह गातरे पकाई दिया जीव अच्छा एटा का विरुद्ध षड्यंत्र जोर से दानिएल 10 पद पढ़तु सर अनंतर एही लेखा स्वाक्षरित होयछि बोली जानिला उथारे दानिएल अपना गृह को गले तांको कोठरीर झरका जेरूसालेम आडे मेला थिला पुणी बसी पड़ले मा की बुद्धि करिबि लो गीत आरंभ करले ना केमति बड़ा गीत बोली बोली कांदनते ना किछ लोक माने मोरी जीबी रे पुओ मुई कोन करिबि रे मते समस्ते मारी देबे रे बापा रे बहु रे घर छाड़ी पळे जीबीरा सॉरी दानिएल इमति नहंती ना दानिएल जानिथिले मु जो ईश्वरंकर सेवा करे से ईश्वर मोर ईश्वर रक्षाकारी ईश्वर अटंती उद्धारकारी ईश्वर अटंती तुमे सिंह गातर पकाओ कि बाघ गुंफार पकाओ कि हाथी को डकाओ कि काऊ को डकाओ मोर प्रार्थना बंद हेबो नाही हालेलुया एपरि ख्रिस्टान हेवार अछि तो राजा डराओ कि के डराओ हमको डरना नहीं है क्या नहीं है अब बोलो कि पड़ोस को बोलो और थोड़ा बहुत तो लोकल हिंदी में बोला करो डरी बानी एटा पे गोइले म गीत बुझिले नो डरा डोरी हालेलुया सर मैं सिर्फ बोल नहीं रहा हूं I have been experienced this life by his abundant grace मैं अनुभव करूची बोली बिंदास बंचुची पुणी थोड़े रिमाइंड कर दोची बिंदास बंचिबा पई टंकार आवश्यक नाही आसबे देखिबे चेक करबा के चाहिबे कार्ड कॉल आछी चुप
कॉल मीटिंग रछि मु कॉल करछ तो हालेलुया प्रेज द लॉर्ड Praise the Lord. एक सेकंड आप रुक सकते हैं जने करबे बैक पळेबे ओ पळे जाओ आपन दिजन डिगासन सीक्रेट आसबे नहीं न आसले नाही हां अवश्य फुलमाळ नाही किंतु आसंतु रेडी 1 2 3 गो इसी 1 crore 20 lakh 40 this is my secret बारंबार कहूचे कि टंका सहित आनंदर संपर्क नाही 1000 टंका का प्रेज द लॉर्ड का हम बोलता नहीं है जी हम जीता है जी सर मोर रिक्वेस्ट कई मत दुख रे न बंचंतु जी दैट्स इट सब सुना कारो मो कोरापुट थिले कहि थांदी मोर बुआरो बोले अरे भुवनेश्वर रछि तो कहि हो नै कोरापुट बाबू मो से दास चंदे हालेलुया दुनिया रो रूपा कारो कोई बोल सकता है कोरापुट में मत बोलो थैंक यू सो मच दुनिया रो अच्छा के ए पैसा काटा क्या आरबीआई एसबीआई मोदी आई कारो बोलो किसका है बोलो ये जो पैसा है एटा एटा कोडु तैयारी होची हां नहीं यार वो धातु बोलो कागज ए कागज कोडु तैयारी होची जोर से बोलो जल्दी बोलो कोडु बाउंस कोन ओटे गोटे गच्छट राइट ए गच्छ कार को ए गच्छ कार मोर बुआरटा अरे सब मो बापर आगे तांको इच्छा तांके देले नाही से न दे खुशी मु न नहीं खुशी शैतान मजरे घंटी होता अरे जीना सीखो हां बंचिबा सीखो केबे देखले कांदी बगई थिबे कोन ले कांदु थिबा नियम ना कोन नियम कि सर कांदिबा हमर डाहण पार्श्वर लोक मानको म विनम्र अनुरोध करूची गुहारे करूची कांदिबा बंद करंतु ना मते बुझिले तो क्यों माने चिट्टी कोले मिट्टी कोले कांदी थिबे ना रोना धना बंद करो यार जदि कांदिबा को बेसी इच्छा पवित्र हबा पय कांदो नम्र हबा पय कांदो आंठी पारुनी कांदो प्रभु को संतुष्ट करि पानी कांदो मो द्वारा तुम काम हे पानी कांदो मते व्यवहार करो बोली कांदो एटा जीवन अटे हालेलुया आज कोई छिलो बुले नेबी बोलले तमे नहीं ना बुले ना बनाओ ना 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 ऐसा नहीं होता है जिंदगी नो पागल हो प्रभु को पाए जिसु को पाए पागल मु कहबी गोटे कथा आई हैव जीरो डिजायर कंसर्निंग द थिंग ऑफ दिस अर्थ जीरो आपण बिरयानी देबे फुल्लु खाइबी पखाल देबे फुल्लु गिळबी नो कंप्लेन एट ऑल लॉर्ड रखिबे प्रेज द लॉर्ड माटी कर रखिबे हालेलुया कथा बे प्रेज द लॉर्ड तुंडेबे नाही प्रेज द लॉर्ड no issue at all I have no ichha at all concerning this world nice sir nai ame इठी कारो न हो ना तो इठी मन काई की देबो डिस्टर्ब काई की हबो ठीक चला के भी बनो भुवनेश्वर मोर घर नाही मु आसिली गोटे दिन दुई दिन गोटे दिन पय आसिली गोटे दिन भी पूरा नाही सर राइट होल डे पय आसिली रात रे छु हे जेबी मते घर नाही मते द्वार नाही मते टंका नाही मते पैसा अरे साहब आपण गोटे बेड़ा पय आसीचंती गोटे बेड़ा परे आपण चली जेबे हालेलुया दुनिया नुहे मोर घर भुवनेश्वर का मोर घर हालेलुया देखो इसमें 3 थर 4 थर कहलिनी आपण मानको गाइले हुए नाही जा गाउछंती ता बुझंतु आ ताको अनुभव करंतु
थैंक गॉड प्रभु मते हेल्प करूछंदी बोली म आपण मानको निजरो उदाहरण देखि बुझौछि दया करी बुझंतु आ जीवन को जियंतु एन्जॉय करंतु प्रेज द लॉर्ड केतोडे देखिले आगे आगे नंबर 1 कोन देखिले फिक्स टाइम करंतु यस फिक्स द टाइम नंबर 2 हां दान्य लाग्यांगो पाखरा में अछि नै कि भलो कथा मन पइला थैंक गॉड ओके दान्य लाग्यांगो समस्या नै समस्ते ध्यान देवे दया करी समस्ते नॉट इवन सिंगल वन इज देयर टू हेल्प दानियल की कथा गोटे मुहूर्त पे भाबुंतु तो हाथ फेल हो कि नहीं हमर गां छाड़ी चंपन मार देबा कि नहीं रही हबो समस्ते सर आ सीडा भी अधिकारी माने केवल गां लोक साई लोक मंडली लोक नुहंती समस्त नेता ऑफिसर्स माने ए व्यक्ति विरुद्ध आछंती आ ए व्यक्ति कौन करूची अच्छा दानियल जो प्रार्थना करिले समस्या जानिला परे करले ना न जानिबा आगुरु करले जानिला परे कलिजा थिबार चेति पाए एइडा अटंते दानियल जानिले समस्या कौन समस्या समस्त मो विरुद्ध रे राजा को नहीं लगे देइछंदी कथाई देइछंदी मंत्रणा कर देइछंदी एबे मो जदी प्रार्थना करिबे मते सिंह गात्र नहीं पकई देबे अच्छा गोटे गोटे लॉजिक कथा एहा सुनिला पर सारा में द्वार बंद बंद करी प्रार्थना करिबा कि नहीं प्रभु तो जानंती द्वार बंद समस्या अछि खोलिले असुविधा हबो मो बंद करी मते प्रेयर करि परिबे ना सेरा आमे न हो सेरा दानियल अटंते लोके जेतिकी देखिबा कथा देखंतु जेतिकी वीडियो करबा कथा करंतु जाको कोन मंत्रणा करबा कथा करंतु मु काहा को डरिबे नाय नेक्स्ट दिन आसिला प्रेयर करबा पय गले सॉरी ऑफिस को गले ऑफिस 8टा 9टा रे जाईथिबे ऑफिस काम सारिले 12टा घंटे रे होइतो तारो सेकंड प्रेयर टाइम थाई पर दिन को 3 बेला राइट मॉर्निंग डे इवनिंग बा मॉर्निंग इवनिंग नाइट कोन गुडे हिथिबो तो मने करंतु लंच टाइम आसला से लंच टाइम रे प्रेयर करिवे मने करो तापर प्रेयर परे खाइबा खाइबे सुनुचंदी हालेलुया तो दानियल गले राजा को पाखो को महाराज चिरजीवी होंतु हां को बेसी कथा होना को कोन कथा है टाइम हेलानी की टाइम प्रार्थना 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 टाइम तो पेपर पढिनो फाइल मेंशन है जाईची मु साइन मार देची बा बरमपुर लोक कहला परेले मु साइन मार देची तू कोरी मन मोरी हुए तू जान रे प्लीज रे हो रे बा जान रे बा तू मोरी जीबुर तू मुगा ठेल दी बिड़ तते बोलछ कागो दानियल मने मने भावेला हम तेरे को देखा तेरा कानून को देखा है जी हम तो गया कहां प्रार्थना करने कौन बंदा आ गया कहा को डरो नहीं राजा को भी एंती हवार अच्छे जीवन दानियल गले बाटे बाटे गले रूम खोलिले झोरका ओपन करले प्रेज द लॉर्ड हालेलुया स्तुति आउ गाइले लेट ही जो मुंडो खराब तो आउ रक्षा नहीं बाबू मान को डकेथिला आदर्श अल्बर्ट आइंस्टाइन को तमे बाजा बजाओ मो तो गायब स्तुति करिवे आराधना आराधना स्तुति आराधना आराधना न बजे थमारो धन्यवाद एबे बजो नाही गाइबे ना नाय मजा करथले टाइम नहीं दानियल कथा कहथले दानियल प्रेयर आ स्तुति धन्यवाद झोरका खोली की कले सरीला एतिकी बेल को के आछंदी वीडियोग्राफर गुडक आछंदी आसो आसो जिबा रे जिबा जिबा ये प्रार्थना करूची ना करूनी देखिबा डेई के देखला बेलको ये राजार कथा मानी नाही जल्दी वीडियोग्राफी करो कहीं वीडियो एटी करला चल बाबू चल जिबा राजा बाबू चल चल ताको धरी के नेले ताको चॉकलेट दीटा पिए देले खुई देले से नहीं कि देखेला काको राजा को क्यों माने सब नेता माने महाराज काई मो ठते हट्टा होच को कोन महाराज दानियल जाओ को आपण भल पाउछंती देखंतु आपण को कथा पालन करिनांती आगो में कोन करबा सिंह गातरे पकेबार छी आपण साइन मार दैछंती जल्दी नै कि पकाओ दानियल को राजा बहुत भल पाउथले दानियल भलो लोक थिले राजा को बहुत दुख लागिला
କିନ୍ତୁ ନିଷେଧ ବିଧି କରିଛନ୍ତି ତ ଯାହା ଥରେ ହେଇଯାଇଛି ସିଗ୍ନେଚର ଆଉ ସେଟା ହଟି ପାରିବ ନାହିଁ। ଏଥର ଡାନିଏଲ ଜାଣିଛନ୍ତି ପଢିବେ କିଛି ଅସୁବିଧା ନାହିଁ, କିଛି ଅସୁବିଧା ନାହିଁ। ଡାନିଏଲ ସମୟ ଆସିଲା ଗର୍ତ୍ତରେ ପକାଇ ଦିଆଗଲା। ହେଲେ ଇଣ୍ଟରେଷ୍ଟିଂ, ବଡ ଇଣ୍ଟରେଷ୍ଟିଂ କଥା, ଏଥର ଡାନିଏଲ କୋଉଠି ପଡୁଛି? ଠେଲିଦେଲାକୁ ଗର୍ତ୍ତରେ। ଗର୍ତ୍ତରେ ପଡିଲା ବେଳକୁ ସେଇଠି ଜବରଦସ୍ତ ୱର୍ସିପ ଚାଲିଛି ଆଉ ଫୁଲ ୱର୍ସିପ। ବାବୁ ହଉ ୱର୍ସିପ ଟିକେ ହଉ, ହାଲେଲୁୟା। ୱର୍ସିପ ଗୀତ ଟିକେ କୁହନ୍ତୁ ପରା, ଜଲ୍ଦି କୁହନ୍ତୁ। ୱର୍ସିପ ଗୀତ ଗୋଟେ କୁହନ୍ତୁ। ଗଲା आराधना आराधना स्तुति आराधना आराधना समस्ते आराधना आराधना स्तुति आराधना नारे नारे नन्ना मन नहीं मत हालेलुया। कोडी होची आराधना आबे कोडी होची ये दानियल रो मुंडो खराब। अरे तेरी हम आए तो कहां आ गए भाई? देखु जे के मध्य मनुष्य दु सुनांते सिटे से भाबले प्रभुरा के थिबे, दिगल पास्टर थिबे, आगे भाई माने थिबे। नाही भुवनेश्वर नाही सेटा सिंहगात हेले अभ्यास तो हमरो कंदमाल लोक तो हेले भाईना बोलछि दूत को, हेले भाईना तमे इते कोन करजो? भाईना कोन करजो? के कहले दूत कोन करुच? जेते बेले सुन दानिएल, दूत कहउछंदी जेते बेले धरा पृष्ठरे परमेश्वर को नाम रे विश्वास करी निर्दोष पवित्र जीवन जदि कोई व्यक्ति यापन करिवो, ताकू दुख आसिले, ताकू कष्ट आसिले, ताकू समस्या आसिले उद्धार करिबा पई स्वर्ग रे हलचल मचि जाए। आ परमेश्वर आदेश दियंती, से आदेश देले आमे धाइकी दुबुड़ कोटी को जीवु बोली टेई देई एबे तत्ते रक्षा करिबा को आसी। हालेलुया, प्रेज द लॉर्ड। भाई बणी माने जेते बड़ समस्या आसुना काहे प्रार्थना बंद करंतु नाही। कहंतु मोर प्रभु प्रार्थना सुनंदी, शैतान जेते कोन करिवो करू, यस मु प्रार्थना करिवा बंद करिवे नाही। हालेलुया। से मसांग प्रार्थना सुनिले है ना, आउ एलियंग प्रार्थना सुनिले, हान्नार प्रार्थना सुनिले, से आमर भी सुनिबे। हमारी भी प्रार्थना को सुनते सुनते समस्या आसिले, दुख आसिले कांदी कांदी रहिबा परिवर्ते से कांदू को प्रार्थना रे दियंतो। प्रभु प्रार्थना सुनते। यात्रा पुस्तक 2 रो यात्रा पुस्तक 2 रो 23 रो पढंतु क्विक। यात्रा 2 23 रो पढंतु। बहु काल उथारे मिस्री राजांकर मृत्यु हैला। पुणी इस्राएल संतान गण दास्य कर्म हेतुरु हाहाकार ओ क्रंदन कले। ओ दास्य कर्म सकाशु सेमानंको आर्तनाद परमेश्वरंको छामुरे उपस्थित हैला। तहिरे परमेश्वर सेमानंको आर्त स्वर सुनिले। परमेश्वर कौन सुनिले? कार रब सुनिले? इस्राएल लोक मानंकर, अर्थात आम परमेश्वर कान के तू कहतु कान ना अछि से माटी, हालेलुया, काठ, सूर्य, जल, पत्थर, मूर्ति ना, जे काठ को, जल को, मूर्ति को, पानी को, पवन को सिंगल वर्ड रे जे तयारी करिसंती से अटंती बाइबल रा परमेश्वर। जार कान अछि सुनि नियो, यीशु को ग्रहण करो, रक्षा पाओ, नले कंदा खाई मोर। प्रेज द लॉर्ड। हम प्रभु सुनंती, यस, से आम दुख रे खुशी होंती नहीं। इस्राएल लोक माने बहुत कांदुथिले, बहुत कांदुथिले। तांको दुख सुनिया पे के नथिले, तांको वेदना सुनिया पे के नथिले,
ତାଙ୍କ ଦୁଃଖ କାହାକୁ ଗୁହାରିବେ ଏପରି ବ୍ୟକ୍ତି କେହି ନଥିଲେ। ଏପରି ସମୟରେ ପରମେଶ୍ୱର ସେମାନଙ୍କ କାକୁକ୍ତି ଶୁଣି, ଦୁଃଖ ଶୁଣି, ରୋଗ ଶୁଣି ପରମେଶ୍ୱର କହିଲେ ମୁଁ ତୁମ ପାଇଁ ଓହ୍ଲାଇ ଆସିବି। ଶୁଣନ୍ତୁ ସେ ପ୍ରାର୍ଥନା। କେବେ ମଧ୍ୟ ସମସ୍ୟା ଦୁଃଖ କଷ୍ଟ ଆସିଲେ ଅନ୍ୟ ଲୋକଟିକୁ ଯିବା ପରିବର୍ତ୍ତେ ଯାହାଙ୍କ ଠାରେ ସମାଧାନ ଅଛି ତାଙ୍କ ପାଖକୁ ଯାଆନ୍ତୁ। କାହା ପାଖକୁ ଯାଆନ୍ତୁ ନାହିଁ, କାହାରିକୁ ହାତ ପତାନ୍ତୁ ନାହିଁ। ମୁଁ ଭୀଷଣ ଭୀଷଣ ଗରିବତା ଦେଖିଛି, କାହାକୁ କହିନି, ମୁଁ ହିଣ୍ଟସ ମଧ୍ୟ ଦେଇନି ନା, କିଛି ଆବଶ୍ୟକ ନାହିଁ। ଯେ ଡାକିଛନ୍ତି ସେ ବିଶ୍ୱସ୍ତ ଅଟନ୍ତେ। ୟେସ୍, ସେ ଛାଡ଼ିବେ ନାହିଁ ଆଜ୍ଞା। ସେ ଦେଖନ୍ତି ସବୁ ଇଏ କଣ କରିବ, ଏତିକି ହିଁ। ପରମେଶ୍ୱର କହିଲେ ଅବ୍ରାହମକୁ ବାବୁ ତୋ ଛୁଆଟା ମତେ ଦେଇଦେ। କହିଲେ କାହିଁକି? ସତରେ ମାଗିଲେ କି? ପରମେଶ୍ୱର ନିଜେ କହିଲେ ଆମେ ପରୀକ୍ଷା କରିଲୁ ବୋଲି। That's it. ରବିବାର ଦିନ ସକାଳେ 8ଟା 9ଟାରେ ବର୍ଷା ହବ। ବର୍ଷା କାର କହୁନାହାନ୍ତି? That's very simple. Exam full 100 ମାର୍କ ଆଣି ପାସ୍ ହବ। ବାଟେ ଛତା ଓପେନ କର, ରାସ୍ତାରେ ଯାଅ, ମୁଁ ମଧ୍ୟ ତମକୁ ପ୍ରେମ କରୁଛି ବୋଲି ପ୍ରମାଣ କର। ଖରା ହେବ ନାଇଁ କି ଆଜ୍ଞା? ଖରା ଦିନ ହେବ, ବର୍ଷା ହେବ, ଶୀତ ହେବ। ଆଜ୍ଞା ଆପଣଙ୍କର କନେକ୍ସନ ଯଦି ତାଙ୍କ ସହିତ ଠିକ ଅଛି, ଆପଣ କେବେ ମଧ୍ୟ ପଛଘୁଞ୍ଚା କାମ କରିପାରିବେ ନାହିଁ ନା, କେବେ ହେବ ନାହିଁ। ଆପଣଙ୍କର ଅଭାବ ତାଙ୍କ ଠାରୁ ଆପଣଙ୍କୁ ଦୂରକୁ ନଉ, ଆପଣଙ୍କର ଅସୁସ୍ଥତା ତାଙ୍କ ଠାରୁ ଦୂରକୁ ନଉ, ଆପଣଙ୍କର ସମସ୍ୟା ତାଙ୍କ ଠାରୁ ଦୂରକୁ ନଉ। ଏ ସମସ୍ୟା ଥାଉ, ଅଭାବ ଥାଉ, ଅସୁସ୍ଥତା ଥାଉ, କିନ୍ତୁ ତାଙ୍କୁ ସହିତ ଅଭିଯୋଗ କରିବା ବନ୍ଦ ଦେଇ ତାଙ୍କୁ ଖୋଜନ୍ତୁ। ସେ ପ୍ରାର୍ଥନା ଶୁଣନ୍ତି, ତାଙ୍କ ସାହାଯ୍ୟ ଲୋଡ଼ନ୍ତୁ। ହାଲେଲୁୟା, praise the Lord. Number 1, time fix. Number 2, ନା, ପରିସ୍ଥିତି ଯାହା ହେଲେ ବି ପ୍ରାର୍ଥନା ବନ୍ଦ କରିବେ ନାହିଁ। ତା ସ୍ତ୍ରୀ କଥା ଦେଖ, ଦାନିଏଲ କଥା ଦେଖ, ଆହୁରି ମଧ୍ୟ ଅଛନ୍ତି ଅଦ୍ଭୁତ ଦୁର୍ଦ୍ଦାନ୍ତ ଗୁଡାକ। ଫୁଲ ମାଡ଼ ଖାଇଲେ ଆଜ୍ଞା, ଏମିତି ମାଡ଼ ଖାଇଲେ ମୁଣ୍ଡରୁ ପାଦ ଯାଏ, ମାନେ ଆଉ ରକ୍ଷା ନାହିଁ, ଅସମ୍ଭାଳ ଭୟଙ୍କର ମାଡ଼ ଖାଇଲେ। ଜାଣନ୍ତି କାହିଁକି ମାଡ଼ ଖାଇଲେ? ସେବା କରୁଥିବାରୁ ମାଡ଼ ଖାଇଲେ, ଖ୍ରୀଷ୍ଟଙ୍କ ପାଇଁ ମାଡ଼ ଖାଇଲେ, ସୁସମାଚାର ପାଇଁ ମାଡ଼ ଖାଇଲେ। ଆଉ ଯେଉଁଥିପାଇଁ ମାଡ଼ ଖାଇଲେ, ମାଡ଼ ଖାଇ ଯେଉଁ ଜାଗାରେ ଅଛନ୍ତି ସେଇଠି ମଧ୍ୟ ସ୍ତୁତି ପ୍ରଶଂସା ବନ୍ଦ କରିନାହାନ୍ତି, ସେଇଠି ବି ପ୍ରାର୍ଥନା ବନ୍ଦ କରିନାହାନ୍ତି। ଏଣୁ ମୋର ଅନୁରୋଧ, ଯଦି ଆପଣ ମାନେ ଟିକେ ବି worship କରିପାରୁଛନ୍ତି, worship ର ମହତ୍ଵ ଜାଣିଛନ୍ତି, ସେ ସମୟ ବଢାନ୍ତୁ, ଯଥେଷ୍ଟ କରନ୍ତୁ। ଯେଉଁଠି ସ୍ତୁତି, ଯେଉଁଠି ପ୍ରଶଂସା, ଯେଉଁଠି worship, ସେଇଠିର ବନ୍ଧନ ସବୁ ଖୋଲା ହେଇଯାଏ। ତାହା ସ୍ତୁତିର ଶକ୍ତି ଅଟେ। Praise the Lord. ପାଉଲ ଶିଲାଙ୍କ କଥା କହିଲେ ଆପଣ ମାନେ ବୁଝିଲେ ଭାବୁଛି ମୁଁ। ଯଥେଷ୍ଟ ମାଡ଼ ଖାଇ ନୀରବ ରହିନାହାନ୍ତି। ରାତି 12ଟା ମଧ୍ୟରାତ୍ରିରେ ଉଠିଛନ୍ତି, ଆଉ ବାହାନା କରିନାହାନ୍ତି। ମଧ୍ୟରାତ୍ରିରେ ଉଠିଲେ, ଆଉ ପ୍ରାର୍ଥନା କରିଲେ, ଆଉ ସ୍ତବ ଗାନ ମଧ୍ୟ କରିଲେ। ହାଲେଲୁୟା। ସମସ୍ୟା ଆସିବ, ଭାବନ୍ତୁ ଏହା ପରୀକ୍ଷା ଅଟେ, ମୁଁ ପ୍ରାର୍ଥନା କରିବି କି ନାହିଁ ବୋଲି। ସମସ୍ୟାକୁ ଦେଖନ୍ତୁ ନାହିଁ, ପ୍ରାର୍ଥନା କରନ୍ତୁ, ବିଜୟ ପକ୍କା ଆପଣଙ୍କର ଅଟେ, ପକ୍କା ବିଜୟ ଆପଣଙ୍କର। ଆମେନ୍, ହାଲେଲୁୟା। ଓକେ, କେତୋଟି ବିଷୟ ହେଲା? ନମ୍ବର 1, ଟାଇମ ଫିକ୍ସ କରନ୍ତୁ। ନମ୍ବର 2, ପରିସ୍ଥିତି ଯାହା ହେଲେ ବି ପ୍ରାର୍ଥନା ବନ୍ଦ କରନ୍ତୁ ନାହିଁ। ନମ୍ବର 3, ଦୟାକରି କନଫର୍ମ ହୁଅନ୍ତୁ ପ୍ରଭୁ ପ୍ରାର୍ଥନା ଶୁଣନ୍ତି। ଯେତେ ଲୋକ ବାଇବଲରେ ପ୍ରେୟର କରିଛନ୍ତି ଭଙ୍ଗା ଅନ୍ତଃକରଣ ସହିତ, ଚୂର୍ଣ୍ଣ ହୃଦୟ ସହିତ, ପରମେଶ୍ୱର ତାଙ୍କ ପ୍ରାର୍ଥନା ନିଶ୍ଚୟ ଶୁଣିଛନ୍ତି, ତାହା ଆମେ ଅଲରେଡି ପଢି ସାରିଲୁ। ନମ୍ବର 4, ପ୍ରାର୍ଥନା ନ କରିବାର କ୍ଷତି କଣ? ଧ୍ୟାନ ଦେବେ। କିଛି ଲୋକମାନେ ପ୍ରାର୍ଥନା କରନ୍ତି ନାହିଁ, ମୁଁ ସେମାନଙ୍କୁ ରିକ୍ୱେଷ୍ଟ କରୁଛି, ଦୟାକରି ପ୍ରାର୍ଥନା କରିବା ଷ୍ଟାର୍ଟ କରନ୍ତୁ, ଆଉ ନିୟମିତତା ଅବଲମ୍ବନ କରନ୍ତୁ। ଆଜି କରିଲେ କାଲି କରନ୍ତୁ। ଆଜି କେତେ? 27, ରାଇଟ୍? ୟେସ୍। ଜାନୁଆରୀ 1 ରେ କଲେ 2 କରନ୍ତୁ, 3 କରନ୍ତୁ, 4 କରନ୍ତୁ, 5, 6, 7, 8, 9, 10, 11, 12, 13, 14, 15, 16, 20, 30 ସେ କରନ୍ତୁ। ଜାନୁଆରୀ ମାସ ସାରା କରନ୍ତୁ, ଫେବୃଆରୀ ମାସ, ମାର୍ଚ୍ଚ, ଏପ୍ରିଲ, ମେ, ଜୁନ, ଜୁଲାଇ, ଅଗଷ୍ଟ ଟିଲ୍ ଡିସେମ୍ବର 31। ଆପଣଙ୍କର ପ୍ରାର୍ଥନା କେବେ ବନ୍ଦ ନ ହେଉ। କାହିଁକି? ପ୍ରାର୍ଥନା ଯଦି କରିବେ ନାହିଁ, ଶୁଣନ୍ତୁ ଧ୍ୟାନରେ,
ଆପଣଙ୍କର ଚିନ୍ତା କେବେ ଯିବ ନାହିଁ, କେବେ ଯିବ ନାହିଁ। ଫିଲିପିଓ 4:6 କଣ ଲେଖା ଅଛି? ଜଲ୍ଦି ପଢିବେ। 4:6। କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, ହଁ କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ହଁ ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ଯଦି ଚିନ୍ତା ଶୂନ୍ୟ ହେବାର ଅଛି, ଡେଲି ପ୍ରାର୍ଥନା କରୁଥିବାର ଅଛି। ବିଧି ବନାଅ, ଏଇଟା ନିୟମ ବନାଅ। ଶୁଣନ୍ତୁ, ମୁଁ ଭଲରେ ଜାଣେ ବିଶ୍ୱାସୀ ମାନଙ୍କ ଜୀବନକୁ, ଆପଣ ମାନଙ୍କର କଥା କହୁନାହିଁ, ବିଶ୍ୱାସୀର କଥା କହୁଛି। ଅନେକ ଜାଗାକୁ ଯାଇକି ମୁଁ ଭଲରେ ଷ୍ଟଡି କରିପାରିଛି। ପ୍ରାର୍ଥନା ବି ଚାଲୁଥାଏ, ଚିନ୍ତା ବି ଚାଲୁଥାଏ। ଆଣ୍ଠୋଇ ଯାଇଥିବେ କିନ୍ତୁ ମନ ଥିବ ଚିନ୍ତାରେ, ସ୍ପେଶାଲି ମା ମାନେ। ନାହିଁ, ଚିନ୍ତା କରିବା ତାଙ୍କର ଡ୍ୟୁଟି, ପ୍ରାର୍ଥନା କରିବା ଆମର ଡ୍ୟୁଟି। ସେ ଚିନ୍ତା କରିବେ, ଆମେ ନାହିଁ। ଚିନ୍ତାର ବୋଝ ତାଙ୍କର, ଆରାମ ଜୀବନ ଆମର। ସେ କହିଲେ ପା, ତୁମମାନଙ୍କ ଭାର ବାପାକୁ ଦେଇଦିଅ, ମାଙ୍କୁ, ପାର୍ଶ୍ୱ ଆଜ୍ଞାଙ୍କୁ, ଧନୀ ଲୋକକୁ। ଏଇଟା କଣ କହିଥିଲି ମୁଁ? ପାଣି ବୋତଲ। ମନେକର ମୋ ବୋତଲର ଢକ୍କନ ଖୋଲିବି, ଓକେ, ଢକ୍କନ ଖୋଲିବି ଆଉ ପାଣି ମନେକର ଢାଳି ଦେବି। ଶୁଣୁଛନ୍ତି ସମସ୍ତେ? ହାଲେଲୁୟା। ଢାଳି ଦେବି। ଢାଳି ଦେବା ପରେ ଏଠି ପାଣି ଆଉ ଦେଖାଯିବା କଥା କି? ହଁ, ଯଦି ଦେଖାଯାଉଛି ମାନେ ମୁଁ ଢାଳି ନାହିଁ। ଏତେ ସିମ୍ପଲ ଅଟେ। ପରମେଶ୍ୱର କହିଲେ, ତୁମ୍ଭମାନଙ୍କ ସମସ୍ତ ଚିନ୍ତା ମୋ ପରେ ପକାଅ। ଦେଇଦିଅ ନା ଭାଇ, ଦେଇଦିଅ। ତାଙ୍କୁ ଯେତେ ଚିନ୍ତା କରିବା କଥା ତାଙ୍କେ କରନ୍ତୁ, ତାଙ୍କର ପ୍ରପର୍ଟି ଅଟେ। ଚିନ୍ତା ବିଲଙ୍ଗସ୍ ଟୁ ଗଡ, ତାଙ୍କର ଅଟେ ସେଟା। ଆନନ୍ଦ ଜୀବନ ଆମର ଅଟେ, ଚିନ୍ତା ଶୂନ୍ୟ ଜୀବନ ଆମର ଅଟେ। ଆପଣ ମାନେ ବିଶ୍ୱାସ କରିବେ ନାହିଁ ଆଜ୍ଞା, ବହୁତ ଭୟଙ୍କର ହାଦସା ଆମ ଲାଇଫରେ ହେଇଛି। ରିଭାଇଭାଲ ମିଟିଂ ଚାଲିଥାଏ ସାର୍ ଆମର କନ୍ଧମାଳ ଦାରିଙ୍ଗବାଡିରେ, ସରି ଗଜଲବାଡି ପାଖରେ ଗୋଷ୍ଠୀ ସଭା ଚାଲିଥିଲା ଏପ୍ରିଲ 15-16ରେ। ଶୁଣିଲେ ବୋଧେ ଆପଣ, ଜାଣିନି ମୁଁ। 15ରେ ମିଟିଂ ସରିଲା, 16ରେ ମିଟିଂ ସକାଳୁ 10ଟାରେ ଅଛି। ମୁଁ ଖବର ପାଇଲି ଆମ ବାପା ଚାଲିଗଲେ। ଆମ ବାପା ନାହାନ୍ତି, ସକାଳୁ ପଳେଇଲେ। ସେ ମେସେଜ ଅଛି ୟୁଟ୍ୟୁବରେ, ଆପଣ ମାନେ ଶୁଣିପାରିବେ। କଣ ହେଇଥିବ ମୋର ଅବସ୍ଥା ଭାବନ୍ତୁ। ହଜାର ହଜାର ଲୋକ ଅଛନ୍ତି। କଣ ସାଉଣ୍ଡ ହଉଛି ଟିକେ ଧ୍ୟାନ ଦିଅନ୍ତୁ। ହଜାର ହଜାର ଲୋକ ଅଛନ୍ତି। ଛୁଆ ପଡିଲା ବୋଧେ, ହଉ ସବୁ ଧ୍ୟାନ ଦଉଛନ୍ତି ତ? ହାଲେଲୁୟା। ଆଚ୍ଛା, ଆମେ ଆଗକୁ ବଢିବା ନା ସାରିବା କୁହନ୍ତୁ? ଆଗକୁ ବଢିବା। ମୋ ହାତ ଦେଖିପାରିବେ? ଅନେକ ଉଠେଇ ନାହାନ୍ତି, ମାନେ ସାରିବା କି ସାର୍? ହାଲେଲୁୟା। ଆପଣ ମାନଙ୍କୁ ମୁଁ ରିକ୍ୱେଷ୍ଟ କରୁଛି, ଯାହାକୁ ଇଚ୍ଛା ନାହିଁ ଆପଣ ମାନେ ୟୁ କ୍ୟାନ୍ ଷ୍ଟାଣ୍ଡ ଆଣ୍ଡ ପ୍ଲିଜ ହାଭ୍ ୟୋର ୱେ। ବାକି ଯେଉଁମାନେ ଇଚ୍ଛା କରୁଛନ୍ତି ସେମାନଙ୍କୁ ତ ଖାଦ୍ୟ ଦେଇପାରିବା ଆମେ ବୋଲି ମୁଁ ଭାବୁଛି। ଅଛି? ୱାଓ, ଆମେ ତାଳି ଟିକେ ମାରିବା ନାହିଁ କି? ଥରେ ଦାମନଯୋଡ଼ି ମୁଁ ଯାଇଥିଲି, ଭଲ କଥା ଗୋଟେ ମନେ ପକେଇଥିଲେ ସାର୍। ଦାମନଯୋଡ଼ି ଯାଇଥିଲି ମିଟିଂରେ, ଦିନସାରା ୟୁଥ ମିଟିଂ ହେଲା ଟିଲ୍ ଇଭିନିଂ। ସକାଳର ସନ୍ଧ୍ୟା ମେସେଜ ଗୁଡାକ ଅଛି, ଆପଣ ଚାହିଁବେ ତ ଦେଖିପାରିବେ। ମୋର ନାଁ ମାରିଦେବେ ଷ୍ଟିଫେନ୍ ଲେମା ୟୁଟ୍ୟୁବରେ। ହଁ, ଚିନ୍ତାର ମଧ୍ୟ ପ୍ରାୟ 9-10ଟା ମେସେଜ ଅଛି। ଯେଉଁମାନେ ଚିନ୍ତାରେ ଅଛନ୍ତି ଦୟାକରି ଶୁଣନ୍ତୁ ବୋଲି ମୁଁ ଚାହୁଁଛି। ଇଚ୍ଛା ଆପଣ ମାନଙ୍କର। ମୁଁ ଚିନ୍ତା କଥାକୁ ଆସୁଛି। ଦାମନଯୋଡ଼ିରେ କଣ ହେଲା, ଦିନସାରା ୟୁଥ ମିଟିଂ ଥିଲା, ଇଭିନିଂ 6ଟାରେ ସରିଲା। 6ଟାରେ ସରିବା ପରେ ସେମାନେ ଚାହିଁଲେ ଲୋକାଲ ବିଲିଭର୍ସ ମାନେ କି ଆଜ୍ଞା ତ ଆସୁଛନ୍ତି, ଆଉ ସନ୍ଧ୍ୟାରେ ମଧ୍ୟ ଟିକେ ବସି ଦବା। ମୁଁ କହିଲି ଚलो ଠିକ ଅଛି, ଗୋଟେ ଅଧଘଣ୍ଟା ବାକ୍ୟ କହିଦେବା, ସେମାନେ ଖୁସି, ମତେ ବି ଠିକ ଲାଗିବ, ଫେଲୋସିପଟା ହବ। ତ ମିଟିଂ 7ଟାରେ ଷ୍ଟାର୍ଟ ହେଲା। ମତେ 7:40-45ରେ ଦେଲେ ଗୀତ ଗାଇ ବର୍ସିପ୍ କରି। ମୁଁ ଭାବିଲି ସମସ୍ତେ ଥକିଥିବେ ଡେଫିନେଟଲି। ଆଉ 700-800 ପିଲା ଥିଲେ, ସମସ୍ତେ ଲୋକାଲ ଲୋକ ରୋଷେଇ କରିଛନ୍ତି, ପରିଶ୍ରମ କରିଛନ୍ତି,
टायर्ड ହେଇଥିବେ ଶୋଇ ପଡ଼ିବେ ଜଲ୍ଦି ଲମ୍ବା କରିବେନି 30 ରୁ 35 ମିନିଟ୍ସ ରେ ମୁଁ ସାରିଦେଲି 8:15-20 ରେ ସାରିଲି प्रार्थना करिली बसिली से माने पास्टर बाबू को आसी कहले पास्टर बाबू दया करे आज्ञा को कह आउरी वाक्य कहतु मो कहले हो ठीक अच्छे नॉर्मल थिला सेटा फर्स्ट टाइम कहले उठिली कहली 9टा जाई कहले तापरे आउ कहबे कि नाही कि कोन केहो बोली पूरा शेष आशीर्वाद भी दे देली 9:05-10 बेलू सरला आ उठुनंती आउ कहउछंती आउरी कोंतु लिटरली घटे जे मेसेज अछि आपण पाई परबे YouTube परे 10:10 या 15 रे पुणी घंटाडी कहला परे उठु नथिले तापरे खुशी रे उठिले आउ गले तो सेटा मते प्रभु सर मने पकि देले मु अछि हो हो चलो वाक्य पई तृषा रखंतो आसंदा काले मिलिबो 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 नै आ केबे मिलिबो जानि ना हो कि नहीं तो जेबे भी वाक्य आउ गोटे कथा जेबे भी जदि कौन से वक्ता को डकाउछंती ताको जेते हैरान करि परिबे करंतु हां मो ओपनली कहे सब जगह कहे यस अरे सारा में डकेछु राइट दूर रो डकेछु फुल खटाम तांकर काम सेटा हो कि नहीं तांको काम सेटा तांको हैरान होंतु हमको आशीर्वाद मिलो अच्छा मते कोंतु अल्प टंका खर्च रे एपरि सेवा करी हुए बिना परिश्रम करी हुए किते कोन रहउछ ना तार यथेष्ट फायदा उठेबा दरकार प्रेज द लॉर्ड हालेलुया का कथरे थिला हमें चिंता प्रार्थना न करिवार नंबर 1 क्षति चिंता अच्छा बापा कथा सुनिबे पद कहि देउची भलो कथा मने पकेले हेल्प हो आपण मानको एते स्ट्रांग होंतु आपण जे कौन सी परिस्थिति आपण को चिंता रे पकेबा को नहीं मते भी आश्चर्य लागो जे केमती मु से हैंडल करले 15 तारिख मीटिंग सरीला इवनिंग रे रूम को आसी सोइला को 11:30 रु 12 हला मु बहुत इच्छा कली से दिन इच्छा होतिला मु टिके घरे कथा भी बोले सुनंतु ध्यान रे बहुत मेसेज अछि किंतु सब होय तो कहि न पारे हल्का टच करी सारिबा पई चेष्टा करछि कॉल करि पाले नै राती 12टा हे गला बोले सोई पड़िली 4-5टा बेल को निद जो तुम पूरा हैला नहीं 4-5टा उठली टिके फ्रेश हली आ मोबाइल साइलेंट करिली 2-3 घंटा भलो निद हेले भलो मेसेज दे हेबो भाबी साइलेंट करिली से 5टा बेल को सोई पड़ले 8टा पाखा बेगो अलार्म बाजला उठली देखिले जे 48 ना 38 सेमती कोन कॉल आस्ते मु छानिया पूरा कोन एते कॉल आस्ते मेसेज पर देखिले व्हाट्सएप बड़ आज्ञा कॉल करूछन जानते बड़ भाई को जानिथिबे आई होप तांकर ए मेसेज आस्ते बाबू पापा इज नो मोर व्हाट बाबा नाहंती 10टा मीटिंग अछि सर रिवाइवल मीटिंग ओपन मीटिंग थाउजेंड्स ऑफ पीपल अछंती स्तब्ध हले अरे बापा कोन नाहंती आ भाई ना तो मजा करिबे ना एटा मजा को विषय के आ गुडे कॉल भी आछे मेसेजेस भी आछे मु कंफर्म हेली आ भाबिली मते तो जीवा कथा मीटिंग तो मरिवा जाय करिबी बापा को शरीर तो देखिबा को पड़ी हेले जीबी जे जीबी ओडिसा रे की से माने भाई करे रुंदी टाटा रे झारखंड मु अछि कंधमाल रो कोन गजलबाड़ी भीतर अछि जीबी कहले भी लाभ नहीं जे तो अलग वक्ता भी नाहंते टिके लिटरली भाबंतु मते केमती लागुथिबो से टाइम हा मु कहि छी मेसेज रे हृदय को पत्थर करी रहिली मेसेज देवा पई माइंड को निर्णय करली गल्ली वाक्य देली तापरे गले मोर कहिवार कथा गल्ला बोली चिंतार जदि भांगी पड़िबे आपण निराश हेबा छड़ा किछ पाइबे नाही प्रभु मते से लेसन ता सिठी देले बापा तो अछंती मो कोळरे मो लोक माने वाक्य सुनिबा पई पेंडल रो अछंती चॉइस करे बोली कहले आ रिसेंटली जयपुर शहर रे थिला मीटिंग छोटो झियोटे मोर अछि वर्षे 1.5 वर्ष हेउछि से खाओनी 10-12 दिन अब खाइनी 10-12 दिन अब खाइनी
ରିଭାଇଭାଲ ମିଟିଂ, ମେଡିକାଲ ନେବ, ମିଟିଂ ବନ୍ଦ ହବ। କଣ କରିବ? କିଛି କରିପାରିବ ନାହିଁ। ସିମ୍ପଲ ଯାଅ, ପ୍ରଚାର କର, ଲୋକମାନଙ୍କୁ ଶିକ୍ଷା ଦିଅ, ଏନ୍ଜୟ କର ପ୍ରଭୁଙ୍କ ସାନ୍ନିଧ୍ୟ। ଯିଏ ଦେଇଛନ୍ତି ତାଙ୍କର ଇଚ୍ଛା ହେଲେ ନେବେ, ତାଙ୍କ ଇଚ୍ଛା ହେଲେ ଭଲ କରିବେ। ଏସବୁ ଅନୁଭୂତି ଦେଇ ମୁଁ ଯାଇଛି ବୋଲି ଆପଣମାନଙ୍କୁ ଉତ୍ସାହ କରୁଛି, ଆଉ ଦମରେ କହିପାରୁଛି। ପ୍ରାର୍ଥନା କରିବା କାମ ଆମର, ବୋଝ ଉଠାଇବା କାମ ତାଙ୍କର। କେବେ ଭାଙ୍ଗି ପଡନ୍ତୁ ନାହିଁ, କେବେ ଭାଙ୍ଗି ପଡନ୍ତୁ ନାହିଁ। ଏଥିପାଇଁ ଚିନ୍ତା ଶୂନ୍ୟ ଯଦି ହେବାକୁ ଚାହୁଁଛନ୍ତି, ପ୍ରାର୍ଥନାରେ ପୂର୍ଣ୍ଣ ହେଇ ରୁହନ୍ତୁ। ୟେସ୍, ଆପଣଙ୍କର ଗୋଟେ ପରିଚୟ ହଉ, ସେ ପିଲାଟା କେତେବେଳେ ଖାଲି ଟାଇମ ପାଇଲେ ତାର କନେକ୍ସନ ହେଇଯାଇଥିବ ଉପର ସହିତ। ଏମିତି ହେବା ଦରକାର। ଯେ ପ୍ରାର୍ଥନା କରିଛି ସେ ଚିନ୍ତା କରିବ ନାହିଁ, ଆଉ ଯେ ପ୍ରାର୍ଥନା କରୁଛି ଚିନ୍ତା ବି କରୁଛି, ଜାଣନ୍ତୁ ତାର ବିଶ୍ୱାସ ଯେପରି ରହିବା କଥା ସେପରି ନାହିଁ। ପ୍ରାର୍ଥନା ନ କରିଲେ ବଡ କ୍ଷତି ହଉଛି ଚିନ୍ତା। ଦ୍ୱିତୀୟ ବଡ କ୍ଷତି ହଉଛି ଆପଣ କେବେ ଶକ୍ତି ପାଇପାରିବେ ନାହିଁ। ଶୁଣନ୍ତୁ ଭାଇ ଭଉଣୀ ମାନେ, ପ୍ରତିଦିନ ଆମ୍ଭମାନଙ୍କ ଜୀବନରେ ପରୀକ୍ଷା ଆସେ, ପ୍ରତିଦିନ ପରୀକ୍ଷା ଆସେ, ଆଉ ଆମେମାନେ ଅନେକ ସମୟରେ ପାପର ପରୀକ୍ଷାରେ ପଡି ଯାଇଥାଉ। ତହିଁର କାରଣ ଆମକୁ ଶକ୍ତି ନାହିଁ। ପରୀକ୍ଷାରେ ଯେପରି ନ ପଡ, ଏଥିପାଇଁ ସେଜରେ ପଡ। ପ୍ରାର୍ଥନା କର, ଜରୁରୀ। ଯାହାର ପ୍ରାର୍ଥନା ଜୀବନ ନାହିଁ, ତାର ପରାଜୟ ଜୀବନ କନଫର୍ମ। ହାଲେଲୁୟା। ନମ୍ବର 3, ପ୍ରାର୍ଥନା ନ କରିବାର କ୍ଷତି, ଆପଣଙ୍କର କେବେ ସମସ୍ୟାର ସମାଧାନ ମିଳିବ ନାହିଁ। ପ୍ରାର୍ଥନା ନାହିଁ ତ ସମାଧାନ ନାହିଁ, ଜାଣି ରଖନ୍ତୁ। ପ୍ରାର୍ଥନା ଅଛି ତ ଉପାୟ ଅଛି, ପ୍ରଭୁ ଉପାୟ କରନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। କେତୋଟି କଥା ହେଲା ଆଜ୍ଞା? ନମ୍ବର 1 କଣ? ଟାଇମ ଫିକ୍ସ। ନମ୍ବର 2, ପ୍ରାର୍ଥନା ବନ୍ଦ ନ ହଉ। ନମ୍ବର 3, ପ୍ରଭୁ ପ୍ରାର୍ଥନା ଶୁଣନ୍ତି। 4, ପ୍ରାର୍ଥନା ନ କରିବାର କ୍ଷତି। 5 ହଉଛି, ପ୍ରାର୍ଥନା କଥା ମୁଁ ମେନ୍ କଥା କହିବି ଭାବି 10ଟି ପଏଣ୍ଟ ଲେଖିଛି, କିନ୍ତୁ ମୁଁ ଏହି ବର୍ଷ ଆଉ ମାନେ ଏଇ ମାସରେ କହିବିନି, ଆଉ କେବେ ଗୋଟେ ଦିନ କହିବି ବୋଲି ମୁଁ ନିଜେ ନିଜେ ପ୍ରଫେସ କରୁଛି। ଯାହାକୁ ବିଶ୍ୱାସ ଲାଗୁଛି ଆମେନ କହିପାରିବେ, କିଛି ଅସୁବିଧା ନାହିଁ। ମୁଁ ସେଟା କହିପାରିବିନି, ଟାଇମ ନାହିଁ। ଆମେ ମୂଳ ପଦ୍ଧତି ପଢିବା, ତାପରେ ଶୀଘ୍ର ସମାପ୍ତ କରିବା ପାଇଁ ଚେଷ୍ଟା କରିବା। ମୁଁ ଫିଲ୍ କରିପାରୁଛି ଅନେକ ଟାଇଟ୍ ଲାଗୁଛନ୍ତି, ତେଣୁ ଜବରଦସ୍ତି ଖାନା ଦେବାଟା ମଧ୍ୟ ଠିକ ନାହିଁ। ହଁ କି ନାହିଁ? ମୁଁ ଠିକ କହୁଛି ପଶୁ ବାବୁ? ହାଲେଲୁୟା। ପଢନ୍ତୁ ଆଜ୍ଞା ଆଉ ଥରେ ମୂଳ ପଦ 7-14। ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭ ମୁଖ ଅନ୍ୱେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମେ ସ୍ୱର୍ଗରୁ ଶୁଣିବା। ନମ୍ରତା, ତାପରେ ପ୍ରାର୍ଥନା, ତାପରେ ମୁଖ ଅନ୍ୱେଷଣ। ଶୁଣ, ଯେତେ ବାପା ମାନେ ଅଛନ୍ତି, ମୋର ରିକ୍ୱେଷ୍ଟ, ଟଙ୍କା ପଛରେ ପାଗଳ ହେବା ବନ୍ଦ କରି ଯିଏ ସମାଧାନ କରିପାରନ୍ତି, ଘରକୁ ଲାଳନ ପାଳନ କରିପାରନ୍ତି, ତାଙ୍କ ପଛରେ ଯାଆନ୍ତୁ। ପରିବାରର ଦାୟିତ୍ୱ, ଆଚ୍ଛା ମତେ କୁହନ୍ତୁ ସିମ୍ପଲ କଥା, ପରିବାର କିଏ ଦେଇଛନ୍ତି? ପ୍ରଭୁ ଦେଇଛନ୍ତି, ତ ଭାର ବୋଝ ସେ ସମ୍ଭାଳିବେ। ଏଣୁ ଖୋଜିବାର ବିଷୟ କେବେ ଟଙ୍କା ନ ହେଉ, ନା ସମ୍ପତ୍ତି ନ ହେଉ, ନା ମା ମାନେ ଖୋଜିବାର ବିଷୟ ଜାଗତିକ କୌଣସି କଥା ନ ହେଉ। ମୁଁ ବହୁତ କଥା ଲେଖିଥିଲି କିନ୍ତୁ କିଛି କହୁନାହିଁ। ଆପଣ କେବଳ ପ୍ରଭୁଙ୍କୁ ଖୋଜନ୍ତୁ, ପ୍ରଭୁଙ୍କୁ ଖୋଜନ୍ତୁ। ପ୍ରଥମେ ତାହାଙ୍କ ରାଜ୍ୟ ଆଉ ଧାର୍ମିକତା। ତାହାଙ୍କ ରାଜ୍ୟ ମାନେ ଶୁଣନ୍ତୁ ଗୋଟେ ଲାଇନରେ, ନହେଲେ ଲମ୍ବା ହେଇଯିବ। ତାହାଙ୍କ ରାଜ୍ୟ ବୋଲି କହିଲେ ବିଲାତି ମାନେ ଆମକୁ ଶାସନ କରୁଥିଲେ, ରାଇଟ? ମାନେ କି ଇଂରେଜ ମାନେ। ଆଚ୍ଛା, ଇଂରେଜ ଶାସନରେ ଆମରି ଇଚ୍ଛା ହେଉଥିଲା କି ଆମେ ଯାହା ଚାହୁଁଥିଲୁ ତାହା କରିପାରୁଥିଲୁ କି ନାହିଁ? ଅର୍ଥାତ୍ ତାଙ୍କରି ରାଜ୍ୟ ବୋଲି କହିଲେ, ପ୍ରଭୁ ଏ ଯାଏ ମୁଁ ମୋ ଜୀବନର ରାଜା ହୋଇ ମୋହର ଇଚ୍ଛା କରୁଥିଲି, କିନ୍ତୁ ଫ୍ରମ୍ ନାଉ ଅନୱାର୍ଡସ୍, ଏବେଠାରୁ
ତୁମେ ମୋ ଜୀବନର ରାଜା ଅଟ, ତୁମରି ରାଜ୍ୟ ମୁଁ ଖୋଜୁଛି, ଅର୍ଥାତ୍ ମୁଁ ଆଉ ମୋ ଇଚ୍ଛା ଚାହୁ ନାହିଁ, ତୁମେ ମୋର ରାଜା ହୁଅ, ତୁମ ଇଚ୍ଛା ମୁଁ କରିବି। ଏଇଟା ହଉଛି ତାଙ୍କ ରାଜ୍ୟ ଖୋଜିବା। ବୁଝିପାରିଲେ? ଆଉ ଧାର୍ମିକତା ଖୋଜିବା ବୋଲି କହିଲେ ଯାହା ଯାହା ଉଚିତ ଅଟେ କେବଳ ତାହା ହିଁ କରିବା। ରାଇଚିୟସ୍ things which is right, ଯାହାକି ନ୍ୟାଯ୍ୟ ଉଚିତ ଅଟେ, ତା ବିନା କିଛି ନ କରିବା ଅଟେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତାଙ୍କୁ ଖୋଜନ୍ତୁ। ଝିଅ ମାନଙ୍କର ଗୋଟେ ଦୁର୍ବଳତା ରହିଛି, ଫ୍ୟାସନ। ଭଲ ଟପିକ ଥିଲା କିନ୍ତୁ ଭଲ ଟାଇମ ବି ନାହିଁ, ଏଣୁ ଡୋଣ୍ଟ ୱରି, ମୁଁ କିଛି କହିବା ପାଇଁ ଯାଉ ନାହିଁ। ୟୁ ଆର୍ ଲକି ଟୁଡେ। ଗୋଟେ ଲାଇନ କହୁଛି, ଡୋଣ୍ଟ ଗୋ ଆଫ୍ଟର ଫ୍ୟାସନ। ଠିକ ନାହିଁ ସେଟା, ବାକି ପ୍ରଭୁ ଆପଣ ମାନଙ୍କୁ ସାହାଯ୍ୟ କରନ୍ତୁ। ଆଉ ଇନ କେସ୍ ମତେ ତ ଲାଗୁନି କିନ୍ତୁ ଟିକେ ଡାଉଟ ବି ଲାଗୁଛି, ସିରିଏଲ ପଛରେ ଯଦି ଯାଇଛନ୍ତି ବନ୍ଦ କରନ୍ତୁ, ଟିଭି ପଛରେ ଯଦି ଯାଇଛନ୍ତି ବନ୍ଦ କରନ୍ତୁ, ଇନଷ୍ଟା, ଫେସବୁକ୍ ଇତ୍ୟାଦି ଇତ୍ୟାଦି ସୋସିଆଲ ମିଡିଆ ପଛରେ ଯଦି ଅଛନ୍ତି ସେସବୁ ବନ୍ଦ କରନ୍ତୁ। ଖ୍ରୀଷ୍ଟଙ୍କ କୃଷ ଯାହା ସେ ଆପଣଙ୍କୁ ଦେଇଛନ୍ତି ତାହାର ପଛରେ ଯାଆନ୍ତୁ, ତାଙ୍କୁ ସାମ୍ନାରେ ରଖନ୍ତୁ, ତାଙ୍କ ପଦ ଚିହ୍ନରେ ଗମନ କରନ୍ତୁ। ଖୋଜିବାର ବିଷୟ ପରମେଶ୍ୱର ହୁଅନ୍ତୁ, ସ୍ୱର୍ଗୀୟ ବିଷୟ ହଉ, ଉତ୍ତମ ବିଷୟ ହଉ। ନମ୍ବର 1 ନମ୍ରତା, ନମ୍ବର 2 ପ୍ରାର୍ଥନା, ନମ୍ବର 3 ତାଙ୍କୁ ଖୋଜିବା, ତାଙ୍କୁ। ଆଉ ଶୁଣନ୍ତୁ ଭାଇ ଭଉଣୀ ମାନେ, ଗୋଟେ ସୁନ୍ଦର କଥା, ଦୁନିଆରେ କେବେ ଆରାମ ଖୋଜନ୍ତୁ ନାହିଁ। ଦୟାକରି ଏଇଟା ମନେ ରଖନ୍ତୁ, ଦୁନିଆରେ ଆରାମ ଖୋଜନ୍ତୁ ନାହିଁ, ଦୁନିଆରେ ଶାନ୍ତି ଖୋଜନ୍ତୁ ନାହିଁ, ଦୁନିଆରେ ଏନ୍ଜୟ ଖୋଜନ୍ତୁ ନାହିଁ। ଏ ଦୁନିଆରେ ସେସବୁ ମିଳିବ ନାହିଁ ଆପଣ ମାନଙ୍କୁ। ପ୍ରଭୁଙ୍କ ସହିତ ଯଦି ଅଛନ୍ତି, ପ୍ରଭୁଙ୍କର ଆନନ୍ଦ ମିଳିବ, ପ୍ରଭୁଙ୍କର ଶାନ୍ତି ମିଳିବ, ପ୍ରଭୁଙ୍କର ଖୁସି ମିଳିବ। ଦୁନିଆରୁ ଆପଣଙ୍କୁ କିଛି ମିଳିବ ନାହିଁ। ଏଣୁ ଦୁନିଆରେ ସେସବୁ କିଛି ଖୋଜନ୍ତୁ ନାହିଁ, ଯେହେତୁ ସେଟା ନାହିଁ ତ ଆପଣଙ୍କୁ ମିଳିବ ନାହିଁ। ହାଲେଲୁୟା। ନମ୍ବର 4 କୁପଥରୁ ଫେରନ୍ତୁ। ପ୍ରେଜ୍ ଦ ଲର୍ଡ। ଯେଉଁ ପଥ ସେ ଆମମାନଙ୍କ ପାଇଁ ନିରୂପଣ କରିଛନ୍ତି, ମୁଖ୍ୟତଃ 4ଟି ପଥ। କଣ? ପ୍ରଶସ୍ତ, ଆଉ ସଂକୀର୍ଣ୍ଣ, ଆଉ କୁପଥ, ଆଉ ସୁପଥ। ଗୁଡାଏ ପଥ ଅଛି, ଆଉ କିଛି କହିହବ ନାହିଁ, ଛାଡନ୍ତୁ। ଗୋଟେ ବିଷୟରେ ରୁହନ୍ତୁ, କୁପଥ ମାନେ ଖରାପ, ସମସ୍ତେ ଜାଣିଛୁ। କୁପଥରେ ଯିବାର ଅର୍ଥ କୁକର୍ମ କରିବାର ବିଷୟ ଅଟେ। ମେକ୍ ସିଓର କି ଆପଣଙ୍କର ଅଙ୍ଗ ପ୍ରତ୍ୟଙ୍ଗ କୌଣସି ଖରାପ କାମ କରୁନାହିଁ। ଯଦି କରୁଛନ୍ତି କ୍ଷମା ମାଗନ୍ତୁ, ତେବେ ପରମେଶ୍ୱର କହୁଛନ୍ତି ଆମ୍ଭେ ତୁମ ପ୍ରାର୍ଥନା ଶୁଣିବା। ମୁଁ ପ୍ରଭୁଙ୍କୁ କୋଟି କୋଟି ଧନ୍ୟବାଦ ଦଉଛି। ମୋର ବହୁତ ଇଚ୍ଛା ଏପରି ପ୍ରାର୍ଥନା ଦଳ ଓଡ଼ିଶାର ଗ୍ରାମେ ଗ୍ରାମେ ହେଉ, ଆଉ ହେବା ଦରକାର, ନିହାତି ହେବା ଦରକାର। ଜିହୋଭା ନିଶି ପ୍ରେୟର ଟିମ୍ ହେଉ, ସେ ଆମର ଯୋଦ୍ଧା, ଆମର ବିଜୟୀ ଦେବା ପ୍ରଭୁ ଅଟନ୍ତି। ପ୍ରାର୍ଥନା ବିଜୟ ଦିଏ, ପ୍ରାର୍ଥନା ଜୟ ଜୀବନ ଦିଏ, ପ୍ରାର୍ଥନାରେ ପବିତ୍ରତା ମିଳେ, ପ୍ରାର୍ଥନାରେ ଶାନ୍ତି ମିଳେ, ପ୍ରାର୍ଥନାରେ ଆନନ୍ଦ ମିଳେ, ପ୍ରାର୍ଥନାରେ ସମାଧାନ ମିଳେ, ପ୍ରାର୍ଥନାରେ ପଥ ଖୋଲି ହୁଏ, ପ୍ରାର୍ଥନାରେ ତାଙ୍କ ସହିତ ସମ୍ପର୍କରେ ଆସୁ। ପ୍ରାର୍ଥନାକାରୀ ଲୋକ କେବେ ଚିନ୍ତା କରିବେ ନାହିଁ, ପ୍ରାର୍ଥନାକାରୀ ଲୋକ ଅଯଥା ବିଷୟ ପାଇଁ କାନ୍ଦିବେ ନାହିଁ। ଏଥିପାଇଁ ଆଜି এই ଆହ୍ୱାନ ନେଇକି ଯାଉ, ଆମେ ପ୍ରତ୍ୟେକ ଯାହା ହେଲେ ବି ବ୍ୟକ୍ତିଗତ ପ୍ରାର୍ଥନା, ପରିବାର ପାଇଁ ପ୍ରାର୍ଥନା, ମଣ୍ଡଳୀ ପାଇଁ ପ୍ରାର୍ଥନା, ସ୍ୱାମୀ ପାଇଁ ପ୍ରାର୍ଥନା, ସ୍ତ୍ରୀ ପାଇଁ ପ୍ରାର୍ଥନା, ବାଳକ ଆଜ୍ଞାଙ୍କ ପାଇଁ ପ୍ରାର୍ଥନା, ଜଗତର ପ୍ରତିଟି ଲୋକଙ୍କ ପାଇଁ ହୃଦୟରେ ବୋଝ ଆଣୁ। ଯଦି ପିତାଙ୍କର ଇଚ୍ଛା କେହି ମଧ୍ୟ ବିନାଶ ନ ହେଉନ୍ତୁ। ଆମେ ଯଦି ପ୍ରାର୍ଥନା କରିବା, ପରମେଶ୍ୱର ମଶାଙ୍କୁ ଠିଆ କରାଇଲେ, ପରମେଶ୍ୱର ଏଲିୟାଙ୍କୁ ଠିଆ କରାଇଲେ, ପରମେଶ୍ୱର ଆଜ୍ଞାଙ୍କୁ ଠିଆ କରାଇଲେ, ପରମେଶ୍ୱର ମତେ ମଧ୍ୟ ଠିଆ କରିଛନ୍ତି, ପରମେଶ୍ୱର ଆହୁରି ଠିଆ କରନ୍ତୁ। ଏଥିପାଇଁ ପ୍ରାର୍ଥନା ଦରକାର। ପ୍ରାର୍ଥନା ଲୋକେ ଠିଆ ହେବେ, ପରମେଶ୍ୱରଙ୍କ ସତ୍ୟତା ପ୍ରଚାରିତ ହେବ, ଲୋକମାନେ ଅନ୍ଧକାରରୁ ଜ୍ୟୋତି ଆଡକୁ ଆସିବେ, ନର୍କ ଖାଲି ହେବ, ସ୍ୱର୍ଗ ପୁରା ହେବ। ଆସନ୍ତୁ ଚକ୍ଷୁ ବନ୍ଦ କରିବା।